अणु अणुरे स्फुरित हे गुण जीवन, जीव जीवरे प्रदीप्त हे गुप्त आलोक, सर्वे एकीभूत स्नेह पाशे तब हे प्रच्छन्न प्रेम, जे तुमठी विलीन से सबुठु अभिन्न। गोटे मिनिट नीरव प्रार्थना। आपण मानकु समस्त को प्रणाम। आजिर कार्यक्रम जो लाइट ऑन दी पाथ पुस्तक रही तार सेकेंड सूत्र किल आउट डिजायर ऑफ लाइफ, रेस्पेक्ट लाइफ आज दोज डू हु डिजायर इट। जीवनर तृष्णा को विनाश कर, जो मानकर जीवन प्रति तृष्णा अच्छी सेमानक परि प्राणी मानकर समस्त जीवन को सम्मान कर। एई सूत्र उपरे आज हमर तीनी भौणी सिस्टर रीना, सिस्टर शैल, सिस्टर नीलेन्द्री, ये तीनी भौणी हमर आज आ उपरे पुंखानुपुंख भावे आलोचना करिवे। तेणु समय विलंब न करी मु अनुरोध करुची सिस्टर रीना को से तांकर वक्तव्य उपस्थापन करिवे। सिस्टर रीना। उपस्थित समस्त भाई भौणी मान को मोर प्रणाम। ब्रह्म विद्या साहित्य रे जे तीनोटी पुस्तक श्री गुरुचरणी मार्ग दीपिका एवं नीरव नाद पुस्तक गुड़ी को प्राधान्य दिया जायछि, तन्मध्यरु मार्ग दीपिका अन्यतम, जहाँकि जहाँ उपरे हमर वर्तमान आलोचना चलीछि। उक्त पुस्तकटी रे आध्यात्मिक जीवनर अनेक गूढ़तत्व पूरी रही, जहाँ जड़े शिष्य को अंधकार पथरे आलोकर मार्ग देखाइछि। शिष्य जेतेबेले गुरुंकर शिष्यत्व प्राप्ति पाई गुरु चरण तले आश्रय नबाकू अग्रसर हुए, सेतेबेले ताको अनेक परीक्षार सम्मुखीन हबाकू पड़े, अनेक बाधाविघ्न अतिक्रम करबाकू हुए। जेतेबेले गुरुंक मनरे संतोष आसे जे शिष्यटी वर्तमान शुद्ध स्वच्छ स्फटिक, सेतेबेले से ताको ग्रहण करती शिष्य रूपे एवं शिष्यटी किपरि एक उपयुक्त साधक होई तार साधना मार्ग रे से
ସାଧନା କେମିତି ଭଲରେ ସାଧନା ପ୍ରାପ୍ତି କରିପାରିବ ସେଥିପାଇଁ ତାର ଉତ୍ତମ ପଥ ପ୍ରଦର୍ଶକ ହୋଇଥାନ୍ତି। ଗୁରୁଙ୍କର ତୀକ୍ଷ୍ଣ ଦୃଷ୍ଟି ନିରନ୍ତର ଶିଷ୍ୟ ଉପରେ ରହିଥାଏ। ଗୁରୁଙ୍କ ଆଶୀର୍ବାଦ ଦ୍ୱାରା ଶିଷ୍ୟଟି ତାର ସାଧନା ମାର୍ଗରେ ଯାଇଥାଏ ଏବଂ ଏକ ଦିବ୍ୟ ଜୀବନ ଲାଭ କରିଥାଏ। ସୋପାନ ପରେ ସୋପାନ ଅତିକ୍ରମ କରି ଶିଷ୍ୟ କିପରି ତାର ସାଧନା ମାର୍ଗରେ ଅଗ୍ରସର ହୋଇପାରିବ ସେଥିପାଇଁ ଉକ୍ତ ପୁସ୍ତକରେ କେତେ ଗୁଡ଼ିଏ ସୂତ୍ରର ଅବତାରଣା କରାଯାଇଛି। ପ୍ରଥମ ସୂତ୍ର, ଉଚ୍ଚ ଆକାଂକ୍ଷୀ ମାନଙ୍କ ପରି ପରିଶ୍ରମ କର, ମାତ୍ର ନିଜର ଉଚ୍ଚ ଆକାଂକ୍ଷାକୁ ବିନାଶ କର। ଏହାର ଆଲୋଚନା ଆଗରୁ ସରିଛି। ଆଜି ଦ୍ୱିତୀୟ ସୂତ୍ର, ଜୀବନର ତୃଷ୍ଣାକୁ ବିନାଶ କର, ଏହା ହିଁ ଆଲୋଚନାର ବିଷୟବସ୍ତୁ। ପ୍ରତ୍ୟେକ ସୂତ୍ରରେ ଗୋଟିଏ ବାକ୍ୟ ବାରମ୍ବାର କୁହାଯାଇଛି, ବିନାଶ କର। ଏଥିରେ ଦିଆଯାଇଥିବା ସୂତ୍ର ଗୁଡ଼ିକ ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ସେହି ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ କି ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେଉଛନ୍ତି ଏବଂ ସେମାନଙ୍କର ସାଧନାରେ କିପରି ବ୍ୟାଘାତ ସୃଷ୍ଟି ନହେବ ସେଥିପାଇଁ ଏହି ସୂତ୍ର ଗୁଡ଼ିକୁ ପରିତ୍ୟାଗ କରିବାକୁ ଏଠାରେ କୁହାଯାଇଛି। ଶିଷ୍ୟ ଭିତରେ ଥିବା ସମସ୍ତ ନିରର୍ଥକ ଚିନ୍ତାଧାରା, କାର୍ଯ୍ୟ ଏବଂ ନିଜର ସ୍ୱାର୍ଥ, ବାହ୍ୟ ସୁଖ, ସମୃଦ୍ଧିକୁ ତ୍ୟାଗ କରି ଜୀବନର ସତ୍ୟକୁ ଉପଲବ୍ଧି କରିବାକୁ ହେବ। ସ୍ୱଳ୍ପ ସମୟର ଜୀବନ, ଆଜି ଅଛି କାଲି ନାହିଁ। ତେଣୁ ସେହି ସମୟ ଭିତରେ ଆମେ ନିଜର ଆତ୍ମସ୍ୱାର୍ଥକୁ ବଳି ଦେଇ ଯଦି କିଛି ସୁକର୍ମ କରିପାରିବା ବା ଜଗତର କଲ୍ୟାଣ କରିପାରିବା ତେବେ ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା ଏବଂ ଆମର ସାଧନା ମାର୍ଗରେ କୌଣସି ଅନ୍ତରାୟ ସୃଷ୍ଟି ହେବ ନାହିଁ। ସାରା ସଂସାରର ପ୍ରତ୍ୟେକ ମନୁଷ୍ୟ ଲୋଭ ମୋହଗ୍ରସ୍ତ ହୋଇ ବିଳାସପୂର୍ଣ୍ଣ ଜୀବନ ଯାପନ କରିବାର ରାସ୍ତା ଖୋଜି ବୁଲେ। ସେଥିପାଇଁ କର୍ମ ଅକର୍ମ କରିଚାଲେ। ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଠାରୁ ସେ ଦୂରେଇ ଯାଏ। ତଥାପି ତାର ତୃଷ୍ଣା ମେଣ୍ଟେ ନାହିଁ। ଆଶା ଅଧିକରୁ ଅଧିକ ପାଇବାର ମୋହରେ ସେ ଘାଣ୍ଟି ହୁଏ। ଯେମିତିକି ଶୋଷକୁ ମେଣ୍ଟେଇବାକୁ ଆମେ ବାରମ୍ବାର ପାଣି ପିଉ, ମାତ୍ର ତାହା ମେଣ୍ଟେ କି? ମେଣ୍ଟେ ନାହିଁ। ଶୋଷ କେବେ ହେଲେ ମେଣ୍ଟେ ନାହିଁ। ବାରମ୍ବାର ଆମକୁ ପୁଣି ଶୋଷ ଲାଗେ, ଆମେ ପୁଣି ପାଣି ପିଉ। ଠିକ ସେଇଭଳି ମଣିଷର ତୃଷ୍ଣା ବା ପାଇବାର ଲାଳସା କେବେ ହେଲେ ମେଣ୍ଟେ ନାହିଁ। ଆମ୍ଭମାନଙ୍କର ମାନସିକତା ଏତେ ଦୁର୍ବଳ ଯେ ପାଇବାର ଲାଳସାରେ ରାସ୍ତାଘାଟ, ବୃକ୍ଷମୂଳରେ ଥିବା ସିନ୍ଦୁରବୋଳା ପଥର ନିକଟରେ ମଧ୍ୟ ମୁଣ୍ଡ ନୁଆଇ ଆମେ ଖୋଜି ବୁଲୁ ଏକ ଅଦୃଶ୍ୟ ଶକ୍ତିକୁ, ଯିଏ ଆମକୁ ଦେଇ ଚାଲିବ। ପାଇଲେ ଆମେ ଆନନ୍ଦରେ ଅଧୀର ହୋଇ ଉଠୁ, ନ ପାଇଲେ ମନ ଭାରାକ୍ରାନ୍ତ ହୁଏ। ଦୁଃଖ ଯନ୍ତ୍ରଣାରେ ଆମେ ଛଟପଟ ହେଉ। ନିଜର ଆତ୍ମବିଶ୍ୱାସ ତୁଟିଯାଏ ଏବଂ ଆମକୁ କୌଣସି କାର୍ଯ୍ୟରେ ଆମକୁ ସଫଳତା ମିଳେ ନାହିଁ। ଈଶ୍ୱର ଆମର ଅନ୍ତରାତ୍ମା ମଧ୍ୟରେ ସୁପ୍ତ ଅବସ୍ଥାରେ ନିହିତ। ତାଙ୍କୁ ଜାଗ୍ରତ କରିବାର ଇଚ୍ଛା ବା ଆଗ୍ରହୀ ଆମ ମନ ଉପରେ ନିର୍ଭର କରେ। ଏକାଗ୍ର ଚିତ୍ତରେ ମନକୁ ନିଜ ଅଧୀନରେ ରଖିପାରିଲେ ଏବଂ ଲୋଭ ମୋହ ଠାରୁ ଦୂରେଇ ଉଚ୍ଚତର ଜୀବନ ବଞ୍ଚିବାର ଆଶା ରଖିଲେ ଜୀବନର ସବୁ ତୃଷ୍ଣା ମେଣ୍ଟିଯାଏ। ଜ୍ଞାନର ଉଦୟ ହୁଏ। ବ୍ୟକ୍ତି ଶାରୀରିକ, ଭାବାତ୍ମକ ଏବଂ ମାନସିକ ସ୍ତରରେ ଥିବା ସମସ୍ତ କ୍ଷଣିକ ସୁଖକୁ ପରିତ୍ୟାଗ କରି ଉଚ୍ଚସ୍ତରର ସୁଖ କାମନା କରିଥାଏ। ବେଳେ ବେଳେ ବ୍ୟକ୍ତିର ସମ୍ପୂର୍ଣ୍ଣ ତୃଷ୍ଣା ମେଣ୍ଟି ଯିବାରେ ମଧ୍ୟ କିଛି ବିପଦ ସୃଷ୍ଟି ହୁଏ ବୋଲି ଏଠାରେ କୁହାଯାଇଛି। ହୁଏତ ସେ ଭାବେ ଯେ ଜୀବନଟା ଅଦରକାରୀ ତା ପାଇଁ। ଯଦି ତୃଷ୍ଣା ନାହିଁ ତାହେଲେ ଜୀବନରେ ବଞ୍ଚିକିରି ଲାଭ କଣ? ତୃଷ୍ଣା ମେଣ୍ଟି ନଥିବା ବ୍ୟକ୍ତିକୁ ଆମେ ଘୃଣା ଚକ୍ଷୁରେ କେବେ ହେଲେ ଦେଖିବା ନାହିଁ, ବା ଅଜ୍ଞାନୀ ବୋଲି ଆମେ ଭାବିବା ନାହିଁ। ସେମାନଙ୍କର ଆକାଂକ୍ଷା, ସୁଖ ଦୁଃଖ, ସ୍ନେହ ପ୍ରେମ ପ୍ରତି ତାର ସହାନୁଭୂତି ରହେ ନାହିଁ। ଡକ୍ଟର ଆନି ବେସାନ୍ତଙ୍କ ମତରେ ଯେଉଁମାନେ ପ୍ରକୃତ ସାଧକ ସେମାନେ ଏପରି କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସାଧକ ନିଜେ ହିଁ ନିଜର କ୍ଷତି କରିଥାଏ। ଯେଉଁମାନଙ୍କର ତୃଷ୍ଣା ଥାଏ
ସେମାନଙ୍କର କରୁଥିବା କର୍ମକୁ ଆମେ ଘୃଣା କରିପାରୁ ବା ସେମାନେ ଭୁଲ କର୍ମ କରୁଛନ୍ତି ବୋଲିକିରି ଆମେ ତାଙ୍କୁ ରାସ୍ତା ଦେଖାଇ ପାରୁ, ମାତ୍ର ସେମାନଙ୍କୁ କେବେ ହେଲେ ଘୃଣା କରିବା ଉଚିତ ନୁହେଁ। କାରଣ ପ୍ରତ୍ୟେକ ଜୀବଜଗତ ଭିତରେ ଐଶ୍ୱର୍ଯ୍ୟ ସତ୍ତା ବିଦ୍ୟମାନ। ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ। ରୂପ ଭିନ୍ନ ଭିନ୍ନ ହୋଇପାରେ, ଆଚରଣ ଭିନ୍ନ ଭିନ୍ନ ହୋଇପାରେ, ସବୁ ସତ୍ତ୍ୱେ ଆମେ ଈଶ୍ୱରଙ୍କର ସନ୍ତାନ। ଯେପରି ଗୋଟିଏ ମାତୃଗର୍ଭରୁ ଯେତୋଟି ଶିଶୁ ଜନ୍ମ ନିଅନ୍ତି ସମସ୍ତେ ସମାନ ନୁହନ୍ତି। ସମସ୍ତଙ୍କର ଆକାର, ରୂପ, ଗୁଣ ପ୍ରଭୃତି ସବୁ ଭିନ୍ନ ଭିନ୍ନ ହୋଇଥାଏ। ମାତ୍ର ମାର ଶିଶୁମାନଙ୍କ ପ୍ରତି କୌଣସି ପାତର ଅନ୍ତର ନଥାଏ, ତା ପାଇଁ ସମସ୍ତେ ସମାନ। ଶିଶୁମାନଙ୍କର ପରିଚୟ ହେଉଛି ତାଙ୍କର ମା। ଠିକ ସେମିତି ସାରା ଜଗତ ଈଶ୍ୱରଙ୍କର ସୃଷ୍ଟି। ଆମେ ଈଶ୍ୱରଙ୍କର ଅଂଶ ମାତ୍ର। ତେଣୁ ସମସ୍ତେ ଏକ। ପରସ୍ପର ଭିତରେ ବିଭେଦ ସୃଷ୍ଟି ନ କରି ପରସ୍ପରକୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ। କାହାରିକୁ ହେୟଜ୍ଞାନ କରିବା ଆମର ମୂର୍ଖାମି। ଆମର ଚିନ୍ତାଧାରା ଯେତିକି ଉଚ୍ଚସ୍ତର ହବ, ଆମ ଭିତରେ ଥିବା ଉଦାର କରୁଣା ପରି ଗୁଣ ଗୁଡ଼ିକ ସେତିକି ବିକଶିତ ହବ। ତେଣୁ ପ୍ରତ୍ୟେକଙ୍କର ଜୀବନ ସତ୍ତା ବା ଆତ୍ମା ଏକ ବୋଲି ଭାବି ପରସ୍ପରକୁ ଭାତୃତ୍ୱର ବନ୍ଧନ ବା ଏକ ସୂତ୍ରରେ ଆମେ ବାନ୍ଧି ରଖିବା ଉଚିତ। ଏଠାରେ ଆହୁରି ଲେଡବିଟଙ୍କ ମତରେ ଆମେ ଯାହା ଉକ୍ତ ସୂତ୍ରରୁ ଶିକ୍ଷା ପାଇଛେ ତାହା ଦୁଇଟି ସ୍ତରରେ ବିଚାର କରିପାରିବା ବୋଲିକିରି ସେ କହିଛନ୍ତି। ପ୍ରାଥମିକ ସ୍ତରରେ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଏବଂ ଏଥିରେ ବାଧା ସୃଷ୍ଟି କରୁଥିବା ସମସ୍ତ ତୃଷ୍ଣାକୁ ବିନାଶ କରିବା। ଯେମିତିକି ପରବର୍ତ୍ତୀ ସମୟରେ ଆମକୁ ଆଉ ଅନୁଶୋଚନା କରିବାକୁ ପଡ଼ିବନି ବା ଭାବିବାକୁ ପଡ଼ିବ ନାହିଁ ଯେ ଆମେ ଏପରି କରିବା ଦ୍ୱାରା ଆମର ସାଧନା ବାଧାପ୍ରାପ୍ତ ହେଲା। ଏଠାରେ ପ୍ରାୟ ସେଇ ଏକା କଥା ହିଁ କୁହାଯାଇଛି ଯେ ଯେତେବେଳେ ଆମେ ହୃଦୟଙ୍ଗମ କରିବା ଯେ ସମସ୍ତେ ଈଶ୍ୱରଙ୍କର ସନ୍ତାନ, ସେତେବେଳେ ଅନ୍ୟର ଦୋଷ ଦୁର୍ବଳତାକୁ ଆକ୍ଷେପ ନ କରି ସମସ୍ତଙ୍କର ଅଭିବ୍ୟକ୍ତିକୁ ସମ୍ମାନ ଦେବା, ସେମାନଙ୍କ ନିକଟରୁ ଦୂରେଇ ନ ଯାଇ ଉଦାରତାର ସହ ସେମାନେ କିପରି ଉନ୍ନତତର ଦିଗ ଏବଂ ଉଚ୍ଚତର ସମ୍ଭାବନା ପ୍ରତି ଆଗେଇ ଯିବେ ସେଥିରେ ସାହାଯ୍ୟ କରିବା ଉଚିତ। ଯଦି ସେମାନଙ୍କୁ ନିକୃଷ୍ଟ ବୋଲି ଚିନ୍ତା କରି ଆମେ ତାଙ୍କ ପାଖରୁ ଦୂରେଇ ଦେବା ବା ଭାତୃତ୍ୱର ବନ୍ଧନକୁ ଆମେ ଭାଙ୍ଗିଦେବା, ତାହେଲେ କ'ଣ ହବ ନା ସେମାନେ କରୁଥିବା କର୍ମକୁ ହୁଏତ ଆହୁରି କୁକର୍ମରେ ପରିଣତ କରିପାରନ୍ତି ଏବଂ ଆମର କାର୍ଯ୍ୟ ମଧ୍ୟ ତାଙ୍କଠାରୁ ଆହୁରି ଦୋଷଯୁକ୍ତ ହବ ବୋଲି ଏଠାରେ କୁହାଯାଇଛି। ଆମେ ଭାବିବା ଉଚିତ ଯେ ସାରା ବିଶ୍ୱ ଏକକ ପରିବାର, ଶ୍ରଦ୍ଧାର ଡୋରିରେ ସମସ୍ତେ ବନ୍ଧା। ଆମେ ସମସ୍ତେ ସେହି ପରିବାରର ସଭ୍ୟ। ଯଦି ଆମେ ଏହି ପରିବାରର ସମସ୍ତେ ଗୋଟିଏ ପରିବାରର ସବୁ ସଭ୍ୟ ବୋଲି ଚିନ୍ତା କରିବା, ଏକକ ପରିବାରର ଆମେ ସମସ୍ତେ ଏକ ବୋଲି ଚିନ୍ତା କରିବା, ତାହେଲେ ଯାଇ ବିଶ୍ୱ ବିକାଶଶୀଳ ହୋଇପାରିବ ଏବଂ ଆମ ସମିତି ବା ଆମ ସଂଘର ଯେଉଁ ଉଦ୍ଦେଶ୍ୟ ଏକକ ଭାତୃତ୍ୱ ତାହା ସଫଳ ହେବ। ମୁଁ ଆଜି ଏତିକି କହିକିରି ସମାପ୍ତ କରୁଛି। ବହୁତ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆମମାନଙ୍କୁ ବୁଝେଇ ଦେଲେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ସିଷ୍ଟର ଶୈଳଙ୍କୁ, ସେ ତାଙ୍କର କର୍ତ୍ତବ୍ୟ ଆମ ସାମ୍ନାରେ ରଖିବେ। ସିଷ୍ଟର ଶୈଳ। ସମସ୍ତଙ୍କୁ ମୋର ପ୍ରଣାମ। ତୃଷ୍ଣାର ଅର୍ଥ ଆମେ ଜାଣୁ ଶୋଷ, ଆଉ ଗୋଟିଏ ଅର୍ଥ ଲୋଭ ବୋଲି ଆମେ ଜାଣିଛୁ। ଏଠାରେ ଆମେ ତୃଷ୍ଣାର ଅର୍ଥ ଲୋଭକୁ ବୁଝିବା। କଳା ଭ୍ରମରକୁ ଜିଣି ନୀଳିମାରେ ଦିଶେ ମୃଗ ତୃଷ୍ଣା ଜଳ, ଧାମଟେ ପଥିକ ନିରାଶ ହୋଇ ପଥିକ ଆଶା ବିଫଳ। ଖରାଦିନେ ଖରାରେ ବାଟୋଇଟି ଯେତେବେଳେ ତୃଷାର୍ଥ ହୋଇ ପାଣି ଖୋଜିଥାଏ, ତାକୁ ଏପରି ଶୋଷ ହେଉଛି
ସେ ପାଣି ନ ପାଇଲେ ତାଙ୍କର ଜୀବନ ଛାଡି ଯାଇପାରେ। ସେତେବେଳେ ଧୁ ଧୁ ଖରାରେ କିଛି ଦୂରରେ ତାଙ୍କୁ ପାଣି ଥିଲା ପରି ଜଣା ପଡେ। ସେତେବେଳେ ସେ ତୃଷ୍ଣା ମେଣ୍ଟାଇବା ପାଇଁ ଶୀଘ୍ର ଶୀଘ୍ର ଧାଇଁ ପାଣି ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତି। କିଛି ଦୂର ଆଗେଇ ଦେଖନ୍ତି ଯେ ସେ ପାଣିଠୁ ଯେତିକି ଦୂରରେ ଥିଲେ ଏବେ ମଧ୍ୟ ପାଣି ତାଙ୍କ ଠାରୁ ସେତିକି ଦୂରରେ ଅଛି। ସେ ପୁଣି ଅଧିକ ବେଗରେ ପାଣି ଆଶାରେ ଧାଇଁଲେ, ପାଣି ମିଳିଲା ନାହିଁ, କିନ୍ତୁ ତାଙ୍କର ଶୋଷ ବଢି ଚାଲିଲା। ତାଙ୍କ ପାଖରେ ଆଗକୁ ଯିବା ପାଇଁ ଆଉ ଶକ୍ତି ନାହିଁ। ଶେଷରେ ନିରାଶ ହେଲେ। ସେ ଜାଣିଲେ ସେ ଯାହା ପଛରେ ଧାଉଁଥିଲେ ସେ ସବୁ ପାଣି ନୁହେଁ। ନୀଳ ଜଳରାଶି ପରି ଯାହା ଦିଶୁଥିଲା ତାହା ମୃଗ ତୃଷ୍ଣା, ପାଣିର ଭ୍ରମ। ସେହିପରି ଆମ ସମସ୍ତଙ୍କର ରହିବା ପାଇଁ ଘର, ଖାଇବା, ପିନ୍ଧିବା ଆଦି ଆବଶ୍ୟକ ହୋଇଥାଏ। ଯିବା ଆସିବା ପାଇଁ କିଛି ଯାନବାହନ ଦରକାର ହୋଇଥାଏ। କେତେକ ଜିନିଷ ମଣିଷ ପାଇଁ ଅପରିହାର୍ଯ୍ୟ। କେତେକ ବ୍ୟକ୍ତି ନିଜର ଆବଶ୍ୟକ ବସ୍ତୁ ସବୁ ଲାଭ କଲା ପରେ ତାଠାରୁ କିପରି ଅଧିକ ଭଲରେ ରହିବେ, ଅଧିକ ପରିଶ୍ରମ କରି ଚେଷ୍ଟା କରିଥାନ୍ତି। ସେ ସବୁ ଲାଭ କଲା ପରେ ତାଙ୍କ ମନରେ ସନ୍ତୁଷ୍ଟ ଆସେ ନାହିଁ। ସେ ନିଜର ଅବସ୍ଥାକୁ ଉନ୍ନତତର ଓ ଆରାମଦାୟକ କରିବା ପାଇଁ ସର୍ବଦା ବ୍ୟସ୍ତ ବିବ୍ରତ ରହିଥାନ୍ତି। ମଣିଷର ବ୍ୟକ୍ତିଗତ ଜୀବନର ସୁଖ ସୁବିଧାକୁ ଅଧିକରୁ ଅଧିକ କରିବା ପାଇଁ ଇଚ୍ଛା ଓ ଚେଷ୍ଟାକୁ ଆମେ ଏଠାରେ ତୃଷ୍ଣା ବୋଲି ବୁଝିଲେ, ଯାହା ଆଶାରେ ମଣିଷ ନିଜର ସମସ୍ତ ଶକ୍ତି ଖଟେଇଥାଏ। ଆନି ବେସାନ୍ତ ଏଠାରେ କହିଛନ୍ତି ଜଣେ ଶିଷ୍ୟଙ୍କୁ ବ୍ୟକ୍ତିଗତ ଜୀବନ ପାଇଁ ଥିବା ତୃଷ୍ଣାକୁ ଛାଡିବାକୁ ପଡିବ। ପାର୍ଥିବ ବସ୍ତୁ ପାଇଁ ଥିବା ଲୋଭ, ଆରାମଦାୟକ ଜୀବନଶୈଳୀ ଓ ବିଳାସ ବ୍ୟସନ ପଛରେ ଧାଉଁଥିବା ତୃଷ୍ଣାକୁ ତ୍ୟାଗ କରିବା ଉଚିତ। ଯେଉଁ ସୁଖ ଆମକୁ ଅହଙ୍କାରୀ କରିଥାଏ, ଆମର ଅହଂକୁ ସନ୍ତୁଷ୍ଟ କରିଥାଏ, କିନ୍ତୁ ଏହି ତୃଷ୍ଣା ମଣିଷର ମନକୁ ସନ୍ତୁଷ୍ଟ କରିପାରେ ନାହିଁ। ତେଣୁ ଏହି ତୃଷ୍ଣାକୁ ତ୍ୟାଗ କରିବା ଉଚିତ। ଆନି ବେସାନ୍ତ ପୁଣି କହିଛନ୍ତି ବ୍ୟକ୍ତି ଏପରି କାର୍ଯ୍ୟ କରିଥାଏ ତାର ଅନୁଭବ ପାଇଁ। ତାଙ୍କ ଦୃଷ୍ଟିରେ ଯାହା ଆସେ ସେ ଲୋଭରେ ସେ ସବୁକୁ ପାଇବା ପାଇଁ ଚେଷ୍ଟା କରନ୍ତି ଓ ସେଥିରୁ ନୂଆ ନୂଆ ଅନୁଭବ ପାଇଥାନ୍ତି। କିନ୍ତୁ ଶିଷ୍ୟ ଏ ପ୍ରକାର ତୃଷ୍ଣାରୁ ମୁକ୍ତ ରହିବା ଉଚିତ। ଶିଷ୍ୟ ବ୍ୟକ୍ତିଗତ ଜୀବନକୁ ବିଳାସପୂର୍ଣ୍ଣ ନ କରି ଉଚ୍ଚତର ଜୀବନ ଓ ତତ୍ତ୍ୱଜ୍ଞାନର ପ୍ରାପ୍ତି ପାଇଁ ଉଦ୍ୟମ କରିବା ଉଚିତ। ଯେତେବେଳେ ସାଧାରଣ ଆବଶ୍ୟକତାକୁ ଛାଡ଼ି ଅନ୍ୟ ସବୁ ବାସନା ଶାନ୍ତ ହୋଇଯାଏ, ସେତେବେଳେ ଉଚ୍ଚତର ଚିନ୍ତା ଓ ଉଚ୍ଚତର ପ୍ରେରଣା ମନ ଭିତରକୁ ଆସିଥାଏ। କାରଣ ମନରେ ଲୋଭ ମୋହ ଭର୍ତ୍ତି ହୋଇ ରହିଥିବା ସମୟରେ ସେଇ ଚିନ୍ତା ଆମ ମନକୁ ସର୍ବଦା ଆନ୍ଦୋଳିତ କରିଥାଏ। ଯେତେବେଳେ ଆମେ ସେ ସବୁକୁ ତ୍ୟାଗ କଲେ, ସେ ସବୁ ମନରୁ ଦୂରେଇ ଗଲା। ଲୋଭ ବାସନା ମନରୁ ଦୂରେଇ ଯିବା ଦ୍ୱାରା ଯେଉଁ ଖାଲି ସ୍ଥାନ ହେଲା, ସେଥିରେ ଉଚ୍ଚତର କାର୍ଯ୍ୟ ପାଇଁ ପ୍ରେରଣା ଆସି ଆମର ମନକୁ ଶାନ୍ତି ଓ ଆନନ୍ଦରେ ପୂର୍ଣ୍ଣ କରିଥାଏ। ଯେଉଁ ବ୍ୟକ୍ତିମାନେ ନିଜର ଜୀବନ ପାଇଁ ଏପରି ପାର୍ଥିବ ତୃଷ୍ଣା ମୂଲ୍ୟହୀନ ବୋଲି ସେ ସବୁକୁ ତ୍ୟାଗ କଲେ, ସେତେବେଳେ ସେ ବିଚାର କରନ୍ତି ଯେଉଁମାନେ ତୃଷ୍ଣାପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି ତାହା ସବୁ ମୂଲ୍ୟହୀନ। ସାଧକ ସମସ୍ତଙ୍କ ପାଇଁ ଜୀବନଟା ମୂଲ୍ୟହୀନ ବୋଲି ଭାବେ। ସେ ଇଚ୍ଛା କରନ୍ତି ସମସ୍ତେ ତୃଷ୍ଣା ସବୁକୁ ତ୍ୟାଗ କରନ୍ତୁ। ତାଙ୍କର ଏପରି ବିଚାରଧାରା ଯୋଗୁଁ ନିଜର ଲୋକ ଯେଉଁମାନେ ସେହି ପରିସ୍ଥିତିରେ ଅଛନ୍ତି ସେମାନଙ୍କୁ ଘୃଣା କରନ୍ତି। ସେମାନଙ୍କର ନଶ୍ୱର ବସ୍ତୁ ପ୍ରତି ତୃଷ୍ଣା ଥିବା ହେତୁ ତାଙ୍କୁ ମୂର୍ଖ ବୋଲି କହି ନିନ୍ଦା କରନ୍ତି। ସାଧକ ସମସ୍ତଙ୍କ ପାଇଁ ଜୀବନଟା ଅଦରକାରୀ ବୋଲି ଭାବନ୍ତି।
ସେମାନଙ୍କ ପ୍ରତି ଥିବା ସ୍ନେହ ମମତା ଓ ସମ୍ବେଦନାକୁ ତ୍ୟାଗ କରିଥାନ୍ତି। ଏହି ସବୁ କାରଣରୁ ଏହି ଅଧ୍ୟାୟରେ ଶିକ୍ଷା ଦିଆଯାଇଛି। ପ୍ରଥମ, ଆମେ ଆମର ତୃଷ୍ଣା ସବୁକୁ ତ୍ୟାଗ କରିବା, କିନ୍ତୁ ତୃଷ୍ଣା ଥିଲେ ମଣିଷ ଯେପରି ଆଗ୍ରହର ସହିତ ପ୍ରତ୍ୟେକ କାର୍ଯ୍ୟ କରନ୍ତି ଓ ଖୁସି ଆନନ୍ଦରେ ନିଜର ଜୀବନ ଅତିବାହିତ କରନ୍ତି, ଠିକ୍ ସେହିପରି ସମସ୍ତ କାର୍ଯ୍ୟ କରିବା ଓ ଖୁସି ଆନନ୍ଦରେ ରହିବା। ଆମେ ତୃଷ୍ଣାକୁ ତ୍ୟାଗ କରିଦେଲେ ବୋଲି ଆମର କାର୍ଯ୍ୟ କରିବାର ଇଚ୍ଛାକୁ ଭାଙ୍ଗିଦେବା ନାହିଁ, କି ନିରାଶ କି ଅସନ୍ତୋଷରେ ରହିବା ନାହିଁ। ଦ୍ୱିତୀୟରେ ହେଲା, ଆମେ ଯେପରି ତୃଷ୍ଣାପୂର୍ଣ୍ଣ କାର୍ଯ୍ୟ ସବୁ କରିବା ପରେ ବର୍ତ୍ତମାନ ସେହି ଗୁଣକୁ ତ୍ୟାଗ କରିଦେଲେ, ଅନ୍ୟ ଯେଉଁମାନେ ଆମର ସେହି ପୁରୁଣା ସ୍ଥିତି ବା ସେହି ସ୍ତରରେ ଅଛନ୍ତି ଓ ସେପରି କାର୍ଯ୍ୟ କରୁଛନ୍ତି ତାଙ୍କୁ ଅସମ୍ମାନ କରିବା ନାହିଁ। ସେମାନେ ଯେପରି ରହୁଛନ୍ତି ସେପରି ଜୀବନକୁ ସମ୍ମାନ ଦେଖାଇବା। ତୃତୀୟ ନମ୍ବର ହେଲା, ଆମେ ତୃଷ୍ଣାପୂର୍ଣ୍ଣ ଥିବା ସମୟରେ ଆମ ଜୀବନକୁ ଯେପରି ଭଲ ପାଉଥିଲେ, ଜୀବନକୁ ବିଳାସପୂର୍ଣ୍ଣ କରିବା ପାଇଁ ଯେପରି ସର୍ବଦା ତତ୍ପର ରହୁଥିଲେ, ବର୍ତ୍ତମାନ ଅନ୍ୟ ପ୍ରତ୍ୟେକ ଜୀବନ ପାଇଁ ଠିକ୍ ସେହି ଭଲ ପାଇବା ମନରେ ରଖିବା ଉଚିତ। ଆନି ବେସାନ୍ତ ଏଠାରେ କହିଛନ୍ତି, ସମସ୍ତ ଜୀବନ ଈଶ୍ୱରୀୟ ଜୀବନର ବ୍ୟକ୍ତ। ସମସ୍ତେ ନିଜ ନିଜ ସ୍ତରରେ କାର୍ଯ୍ୟ କରି ବିକାଶ ପଥରେ ଚାଲିଛନ୍ତି। ବିକାଶ ଧାରା ପାଇଁ ପ୍ରତ୍ୟେକ ସ୍ତରର ପ୍ରତ୍ୟେକ କାର୍ଯ୍ୟ ଶିକ୍ଷଣୀୟ। ଆମେ ଜାଣିଛେ, ସ୍ଥାବରୁ ଜଙ୍ଗମ କୀଟରୁ ପତଙ୍ଗ ସବୁରି ଘଟରେ ପୁରୀ। ଅର୍ଥାତ୍ ଈଶ୍ୱରଙ୍କର ସୃଷ୍ଟି ଏହି ଜଗତ। ସବୁରିଠାରେ ଈଶ୍ୱରୀୟ ଜୀବନ ରହିଛି। କେହି ଛୋଟ ନୁହନ୍ତି କି କାହାର କାର୍ଯ୍ୟ ଛୋଟ ନୁହେଁ। ଆକାର କି ଚେହେରା ସିନା ଅଲଗା ଦିଶେ, କିନ୍ତୁ ସମସ୍ତଙ୍କ ଜୀବନ ଏକ ଐଶ୍ୱର୍ଯ୍ୟ ଓ ସର୍ବବ୍ୟାପକ। ଭାଗବତରେ ମଧ୍ୟ ଏହି ଶିକ୍ଷା ଆମକୁ ଦିଆଯାଇଛି। ଈଶ୍ୱର ଅଛି ସର୍ବଭୂତେ ଏ ଅନୁମାନ କରି ଚିତେ। ତେଣୁ ଆମେ ଈଶ୍ୱରଙ୍କୁ ଯେପରି ଭଲ ପାଏ ଓ ସମ୍ମାନ ଦିଏ, ପ୍ରତ୍ୟେକଙ୍କୁ ଠିକ୍ ସେହିପରି ଭଲ ପାଇବା ଓ ସମ୍ମାନ ଦେବା। କାରଣ ଆମେ ଜାଣିଲେ ସମସ୍ତଙ୍କଠାରେ ଈଶ୍ୱର ବିଦ୍ୟମାନ। ସମସ୍ତଙ୍କର ବିକାଶର ଶୀର୍ଷକୁ ଉଠିବାର ସମ୍ଭାବନା ଏକ। ଯେଉଁ ଶିଷ୍ୟମାନେ ସାଧନା ମାର୍ଗରେ ପ୍ରବେଶ କରିଛନ୍ତି, ସେମାନେ ଜୀବନକୁ ସବୁ ଦିଗରୁ ଦେଖିଥାନ୍ତି। ଏହା କୌଣସି ସୀମାରେଖା ଭିତରେ ସୀମିତ ନଥାଏ। ପ୍ରତ୍ୟେକଙ୍କ ଭିତରେ ଯାହା ସବୁ ବିବିଧ ଗୁଣ ରହିଛି, ସେସବୁର ଆବଶ୍ୟକତା ରହିଥାଏ। ପ୍ରତ୍ୟେକ କାର୍ଯ୍ୟରୁ ସମସ୍ତେ ଶିକ୍ଷା ଲାଭ କରିଥାନ୍ତି। ଏହି ଶିକ୍ଷା ବିକାଶ ଦିଗରେ ସାହାଯ୍ୟ କରେ। ଏଣୁ ଆମେ ପ୍ରକାର ଭେଦ ଭ୍ରମରେ ପଡ଼ିବା ନାହିଁ। ସମସ୍ତ ଜୀବନକୁ ଭଲ ପାଇବା ଓ ସମ୍ମାନ କରିବା, ଯେପରି ଆମେ ଆମର ନିଜ ଜୀବନକୁ ଭଲ ପାଇଥାଏ। କାରଣ ଏହି ସବୁ ଜୀବନ ଈଶ୍ୱରଙ୍କର ସୃଷ୍ଟି। ମଣିଷ ଯେତେବେଳେ ଏପରି ଜ୍ଞାନ ଲାଭ କରେ, ଦୟାଳୁ ଓ ପ୍ରେମପୂର୍ଣ୍ଣ ହୋଇଥାନ୍ତି। ତାଙ୍କ ଭିତରେ ଉଚ୍ଚ ନୀଚ ଭେଦ ରୁହେ ନାହିଁ। ସେ ନିଜର ତୃଷ୍ଣାକୁ ତ୍ୟାଗ କରିବା ପରେ ଅନ୍ୟର ଜୀବନକୁ ନିଜର ଜୀବନ ପରି ଭଲ ପାଇଥାନ୍ତି ଓ ସମ୍ମାନ ଜଣାଇଥାନ୍ତି। ଏଥିରୁ ଆମେ ଶିକ୍ଷା କଲେ, ଈଶ୍ୱର ସମସ୍ତଙ୍କ ଭିତରେ ଅଛନ୍ତି। ସମସ୍ତଙ୍କୁ ଭଲ ପାଇବା ଓ ସମ୍ମାନ ଦେବା ଆମର କର୍ତ୍ତବ୍ୟ। ନମସ୍କାର। ବହୁତ ବହୁତ ଧନ୍ୟବାଦ। ବହୁତ ଭଲ ଭାବରେ ଆମକୁ ବୁଝେଇ ଦେଲେ। ବର୍ତ୍ତମାନ ମୁଁ ଅନୁରୋଧ କରିବି ସିଷ୍ଟର ନୀଳେନ୍ଦ୍ରଙ୍କୁ ସେ ତାଙ୍କର ବକ୍ତବ୍ୟ ରଖିବେ। ସିଷ୍ଟର ନୀଳେନ୍ଦ୍ର। ସମସ୍ତଙ୍କୁ ମୋର ନମସ୍କାର। ଭଉଣୀ ରୀନା ଆଉ ଶୈଳ ବହୁତ ସୁନ୍ଦର ଭାବରେ ଆଜି ଆମେ ଆଲୋଚନା କରୁଥିବା ବିଷୟବସ୍ତୁକୁ ବୁଝେଇ ସାରିଛନ୍ତି। ବର୍ତ୍ତମାନ ମୁଁ ସେଇ ସମ୍ମାନ ନିୟମ ବିଷୟରେ ମୁଁ ଯାହା ବୁଝିପାରିଛି ତାହା କହିବାକୁ ଯାଉଛି। ଲାଇଟ୍ ଅନ୍ ଦ ପାଥ୍ ପୁସ୍ତକର ପଠନ ଓ ମନନ ଶୃଙ୍ଖଳାରେ
ବ୍ରହ୍ମ ବିଦ୍ୟାର ଜଣେ ସାଧକ ପାଇଁ ଶ୍ରୀ ଗୁରୁଙ୍କ ପ୍ରଦତ୍ତ ନିୟମାବଳୀ ବିଷୟରେ ଆମେ ଆଲୋଚନା କରୁଛୁ। ଗୁରୁ ପ୍ରଦତ୍ତ ପ୍ରଥମ ନିୟମ ହେଲା କିଲ୍ ଆଉଟ୍ ଏମ୍ବିସନ, ତୁମର ଉଚ୍ଚାକାଂକ୍ଷାକୁ ନିପାତ କର। ଦ୍ୱିତୀୟ ନିୟମ ହେଲା କିଲ୍ ଆଉଟ୍ ଡିଜାୟାର ଅଫ୍ ଲାଇଫ, ଏହି ଜୀବନରୁ କାମନା ସକଳକୁ ନିପାତ କର। ତୃତୀୟ ନିୟମ ହେଲା କିଲ୍ ଆଉଟ୍ ଡିଜାୟାର ଅଫ୍ କମ୍ଫର୍ଟ, ଜୀବନରୁ ବିଳାସ ବ୍ୟସନ ସୁଖ ସ୍ୱାଚ୍ଛନ୍ଦ୍ୟର ସକଳ ଇଚ୍ଛାକୁ ନିପାତ କର। ତେବେ ଜଣେ ଶିଷ୍ୟ ସାଧକର ମାର୍ଗଦର୍ଶନକୁ ସ୍ପଷ୍ଟ କରିବାକୁ ଯାଇ ଶ୍ରୀଗୁରୁ ଏହି 3ଟି ଅମୋଘ ନିୟମ ସହିତ ଆହୁରି 3ଟି ସୂକ୍ଷ୍ମ ନିର୍ଦ୍ଦେଶର ମଧ୍ୟ ଅବତାରଣା କରିଛନ୍ତି। ଏବେ ସଂକ୍ଷେପରେ ଶ୍ରୀଗୁରୁ ପ୍ରଦତ୍ତ ପ୍ରଥମ ନିୟମ ହେଲା କିଲ୍ ଆଉଟ୍ ଏମ୍ବିସନ ବଟ୍ ୱାର୍କ ଏଜ୍ ଦୋଜ୍ ହୁ ଆର୍ ଏମ୍ବିସିୟସ୍, ନିଜ ଭିତରୁ ଉଚ୍ଚାକାଂକ୍ଷାକୁ ନିପାତ କର, କିନ୍ତୁ ଜଣେ ମହତ୍ୱାକାଂକ୍ଷୀ ଭଳି ତୀବ୍ର ଆଗ୍ରହରେ ଭଗବତ୍ କର୍ମ କରିଯାଅ। ଦ୍ୱିତୀୟ ନିୟମ ହେଲା କିଲ୍ ଆଉଟ୍ ଡିଜାୟାର ଅଫ୍ ଲାଇଫ ବଟ୍ ରେସ୍ପେକ୍ଟ ଲାଇଫ ଏଜ୍ ଦୋଜ୍ ହୁ ଡିଜାୟାର ଇଟ୍, ଜୀବନରୁ ବାସନା ସକଳକୁ ନିପାତ କର, ତେବେ ଜୀବନରୁ ମୁହଁ ଫେରେଇ ନିଅ ନାହିଁ, ବରଂ ସେଇ ଜୀବନବାଦୀ ମହାକାମୀ ମାନଙ୍କ ପରି ଜୀବନକୁ ସମ୍ମାନ ଦିଅ। ତୃତୀୟ ନିୟମ ହେଲା କିଲ୍ ଆଉଟ୍ ଡିଜାୟାର ଅଫ୍ କମ୍ଫର୍ଟ ବଟ୍ ବି ହ୍ୟାପି ଏଜ୍ ଦୋଜ୍ ହୁ ଲିଭ୍ ଫର୍ ହ୍ୟାପିନେସ୍, ଜୀବନରୁ ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସ ବ୍ୟସନର ଇଚ୍ଛା ମାନଙ୍କୁ ନିପାତ କର, ତେବେ ଜଣେ ଶୁଷ୍କ ବୈରାଗୀ ଭଳି ବିମର୍ଷ ହୁଅ ନାହିଁ, ବରଂ ସେହି ସୁଖ ସନ୍ଧାନୀ ମଣିଷ ମାନଙ୍କ ପରି ତୁମେ ନିଜ ପାଇଁ ବାଛି ନେଇଥିବା ଏହି ତ୍ୟାଗପୂତ ଆଧ୍ୟାତ୍ମିକ ମାର୍ଗରେ ଆହ୍ଲାଦକୁ ଖୋଜି ନିଅ। ଆଜି ଆମେ ଦ୍ୱିତୀୟ ନିୟମ କିଲ୍ ଆଉଟ୍ ଡିଜାୟାର ଅଫ୍ ଲାଇଫ ବିଷୟରେ ଆଲୋଚନା କରିବାକୁ ଯାଉଛୁ। ଏହି ଗୂଢ଼ ଓ ଗମ୍ଭୀର ଗୁରୁବାଣୀକୁ ଡକ୍ଟର ଏନି ବେସେଣ୍ଟ ବିସ୍ତାରରେ ବ୍ୟାଖ୍ୟା କରି ଯାଇଛନ୍ତି। ତାଙ୍କ ମତରେ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଲା ପରେ ଜଣେ ଶିଷ୍ୟ ସାଧକର ବ୍ୟକ୍ତିଗତ ଜୀବନ ବୋଲି କିଛି ରହେ ନାହିଁ। ନିଜ ପାଇଁ ବଞ୍ଚିବା, ନିଜ ଇଚ୍ଛା ମାନଙ୍କର ପୂର୍ତ୍ତି ପାଇଁ ବଞ୍ଚିବା, ନିଜର ବଡ଼ିମା ଗାରିମା ପାଇଁ ବଞ୍ଚିବା ତା ପାଇଁ ମୂଲ୍ୟହୀନ ହୋଇଯାଏ। ତାର ସମୁଦାୟ ଜୀବନ ଈଶ୍ୱରଙ୍କ ଠାରେ ସମର୍ପିତ ହୁଏ। ଜୀବନ ଯାତ୍ରାରେ ଈଶ୍ୱରଙ୍କ ପ୍ରତିନିଧି ଶ୍ରୀଗୁରୁ ତାର ସାରଥୀ ହୁଅନ୍ତି ଓ ତାର ଜୀବନ ରଥକୁ ଉଚିତ ମାର୍ଗରେ ବାହି ନିଅନ୍ତି। ତେବେ ଏହା ତ ହେଲା ଆଦର୍ଶର କଥା, କିନ୍ତୁ ସାଧାରଣ ଜଣେ ଶିଷ୍ୟ ସାଧକ ପାଇଁ ଗୁରୁ ପ୍ରଦତ୍ତ ଏହି ନିୟମ ପାଳନ କରିବା ସହଜସାଧ୍ୟ ନୁହେଁ। ଆମେ ଜାଣୁ ମଣିଷର ଜୀବନ ବାସନା ସକଳର ଏକ ଶୋଭାଯାତ୍ରା। ଏହି ଧରାଧାମରେ ଗୋଟିଏ ଇଚ୍ଛାର ପୂର୍ତ୍ତି ହୋଇଗଲେ ତା ଜାଗାରେ ଆଉ ଏକ ଇଚ୍ଛା ଗଜୁରିଯାଏ। ସେଥିପାଇଁ ବୋଧହୁଏ ଭଗବାନ ବୁଦ୍ଧ କହିଯାଇଛନ୍ତି, କାମନା ହିଁ ଏହି ପୃଥିବୀରେ ସବୁ ଦୁଃଖର ପ୍ରମୁଖ କାରଣ ଏବଂ କାମନାର ବିନାଶରେ ହିଁ ଦୁଃଖର ବିନାଶ ହୁଏ। ସାରା ପୃଥିବୀରେ ଆମେ ଯେଉଁ ଆଡ଼କୁ ନଜର ଦେବା ଦେଖିପାରିବା ମଣିଷ ଏକ ପରିପୂର୍ଣ୍ଣ ଜୀବନକୁ ଖୋଜି ଖୋଜି ତାର ଅର୍ଜିତ ଆୟୁଷକୁ ସାରି ଦେଉଛି। କସ୍ତୁରୀ ମୃଗ ଭଳି ତାର ଉଦ୍ଭ୍ରାନ୍ତ ଓ ଜ୍ୱଳନ୍ତ ମାନସ କେବଳ ବାହ୍ୟ ପୃଥିବୀରୁ ସୁଖ ଓ ଶାନ୍ତି ଖୋଜି ବୁଲୁଛି। ଏହି କ୍ରମରେ ତାର ଜୀବନରୁ କେବେ ବି ଲୋଭ ସରୁନାହିଁ, ସଂଘର୍ଷ ସରୁନାହିଁ। ଇପ୍ସିତ ଶାନ୍ତିକୁ ସେ କେବେ ବି ଲାଭ କରିପାରୁନାହିଁ, ବରଂ ଏହି ଅନ୍ଧାଧୁନିଆ ଜୀବନ ଯୁଦ୍ଧରେ ସେ ଅନେକ ଗୁଡ଼ିଏ ବ୍ୟକ୍ତିଗତ ଓ ସାମାଜିକ ଅତୃପ୍ତି ଓ ଅଶାନ୍ତିକୁ ପାଛୋଟି ଆଣୁଛି। ସେଥିପାଇଁ ବ୍ରହ୍ମ ବିଦ୍ୟାର ଜଣେ ଶିକ୍ଷାର୍ଥୀକୁ ଶ୍ରୀ ଗୁରୁଙ୍କର ଅମୋଘ ନିର୍ଦ୍ଦେଶ ହେଲା, ଏଇ ରାସ୍ତାରେ ଯଦି ପାଦ ଦେଉଛ ତେବେ ତୁମର ସବୁ ବ୍ୟକ୍ତିଗତ ଓ ଆତ୍ମକେନ୍ଦ୍ରିକ କାମନା ବାସନାରୁ ନିଜକୁ ମୁକ୍ତ କର, ତାପରେ ଯାଇ ତୁମେ ଏଇ ଦିବ୍ୟ ଜୀବନର ଏକ ଅଂଶ ହେବ।
ଶ୍ରୀଗୁରୁଙ୍କ ଆଦେଶରେ ଏଇ ବିଶାଳ ବିଶ୍ୱ ବ୍ରହ୍ମାଣ୍ଡର ଏକ କ୍ଷୁଦ୍ରାତି କ୍ଷୁଦ୍ର ଅଥଚ ସଚେତନ ସତ୍ତା ଭାବରେ ନିଜକୁ ପରିପ୍ରକାଶ କରିବ ଓ ଜଗତର କଲ୍ୟାଣ ପାଇଁ ନିଜର ବିନମ୍ର ସେବା ଦାନ କରିବ। ଏହି ପର୍ଯ୍ୟାୟରେ ଜଣେ ଶିଷ୍ୟର ଅନ୍ତରରେ କରଣୀୟ କର୍ମକୁ ନେଇ ଏକ ଦ୍ୱନ୍ଦ୍ୱ ଉପୁଜିପାରେ। ସେ ତ ଇଚ୍ଛା ସର୍ବସ୍ୱ ପୁରୁଣା ଜୀବନ ଧାରାକୁ ଛାଡ଼ି ଆସିଲା, ଅହଙ୍କାରୀ କର୍ମ ପ୍ରେରଣାକୁ ଛାଡ଼ି ଆସିଲା, ଉଚ୍ଚାକାଂକ୍ଷାର ଅଣନିଶ୍ୱାସୀ ଆରୋହଣକୁ ବି ଛାଡ଼ି ଆସିଲା। ଏବେ ସେ କ'ଣ କରିବ? ଡକ୍ଟର ଏନି ବେସେଣ୍ଟଙ୍କ ମତରେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଉଥିବା ଜଣେ ନିଷ୍ଠାପର ଶିଷ୍ୟଟିର ଜୀବନରୁ ଧୀରେ ଧୀରେ ସବୁ ବ୍ୟକ୍ତିଗତ ଇଚ୍ଛା ଅନିଚ୍ଛା ମଉଳିଯାଏ। ଏପର୍ଯ୍ୟନ୍ତ ତାକୁ ମାୟା ବନ୍ଧନରେ ବାନ୍ଧି ରଖିଥିବା ତାର ନଶ୍ୱର ବ୍ୟକ୍ତିସତ୍ତା ଲୋପ ପାଇଯାଏ। କିଛି ସମୟ ପାଇଁ ସେ ହୁଏତ ହତବାକ୍ ହୁଏ, କିନ୍ତୁ ସମୟକ୍ରମେ ତାର ଅନ୍ତରାତ୍ମାରୁ ଶ୍ରୀ ଗୁରୁଙ୍କର ବାଣୀ ସେ ଶୁଣିପାରେ। ଏ ଜୀବନରେ ତା ପାଇଁ କର୍ମ କ'ଣ, ଅକର୍ମ କ'ଣ ଓ ବିକର୍ମ କ'ଣ ସେ ଠିକ୍ ଚିହ୍ନିପାରେ। ପ୍ରକୃତରେ ଏହି ଜୀବନରେ ସତ୍ୟର ସେବାର କୌଣସି ବିଧିବଦ୍ଧ ନିୟମ ନାହିଁ। ଜଣେ ନିଷ୍ଠାପର ଶିଷ୍ୟ ତା ପାଇଁ କରଣୀୟ କର୍ମକୁ ଅନାୟାସରେ ଖୋଜି ନିଏ। ସେ ତାହା ହିଁ କରେ ଯାହା ତାର ବ୍ୟକ୍ତିଗତ ସ୍ୱାର୍ଥ ଓ ଆତ୍ମତୃପ୍ତିର ଊର୍ଦ୍ଧ୍ୱରେ ମାନବ ସମାଜ ପାଇଁ ଶାନ୍ତି ଆଣେ, ସଂହତି ଆଣେ, ସମନ୍ୱୟ ଆଣେ, ପ୍ରେମ ଆଣେ ଓ ସତ୍ୟର ସନ୍ଦେଶ ଆଣେ। ଏଇଠି ଜୀବନରୁ ବ୍ୟକ୍ତିଗତ କାମନା ବାସନାକୁ ବିନାଶ କରିପାରିଥିବା ଶିଷ୍ୟଟି ପାଇଁ ଡକ୍ଟର ଏନି ବେସେଣ୍ଟ ଏକ ସୂକ୍ଷ୍ମ ପ୍ରମାଦ ବିଷୟରେ ସୂଚନା ଦେଇଛନ୍ତି। ଯେତେବେଳେ ଜୀବନ ବାଢି ଦେଇଥିବା ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ ଶିଷ୍ୟଟିକୁ ନିରସ ଲାଗେ, ବିସ୍ୱାଦ ଲାଗେ, ସେତେବେଳେ ଆଶଙ୍କା ଥାଏ ସେ ହୁଏତ ଜୀବନ ବିରୋଧୀ ହୋଇଯିବ। ସେ ଜୀବନରେ ଅନ୍ତର୍ନିହିତ ତିକ୍ତ ଅନୁଭବ ସବୁକୁ ଅନ୍ୟମାନଙ୍କ ଭିତରେ ଖୋଜେ। ସେ ଚିନ୍ତା କରେ ଏ ସଂସାର ଅସାର, ଏ ଜୀବନ ଯୁଦ୍ଧ ସମ୍ପୂର୍ଣ୍ଣ ରୂପେ ମୂଲ୍ୟହୀନ, ଏହି ମାୟା ଜଞ୍ଜାଳରେ ବୁଡ଼ି ରହିବାର କୌଣସି ଆବଶ୍ୟକ କାରଣ ନାହିଁ। ତେବେ ସମସ୍ତେ ଏହି ସତ୍ୟକୁ ବୁଝି ନ ପାରି କାହିଁକି ଏ ମାୟାଜାଲରେ ଛନ୍ଦି ହୋଇ କଷ୍ଟ ପାଉଛନ୍ତି? ମୋର ଅନୁଭୂତିରୁ ମୁଁ ଯାହା ବୁଝିପାରିଲି ତାକୁ ଅନ୍ୟମାନେ କାହିଁକି ବୁଝିପାରୁନାହାନ୍ତି? ଏଇ ଜୀବନ ଦୃଷ୍ଟି ତା ଭିତରେ ଏ ଜଗତ ପ୍ରତି, ବନ୍ଧୁ ବାନ୍ଧବ ଘେରା ଏହି ମଣିଷ କୁଳ ପ୍ରତି ଏକ ଭିନ୍ନ ଆଭିମୁଖ୍ୟ ଆଣେ। ସେ ନିଜକୁ ଉନ୍ନତ ଭାବେ ଓ ଅନ୍ୟମାନଙ୍କୁ ଭ୍ରାନ୍ତ ଓ ମୂର୍ଖ ଭାବି ଏକ ହୀନ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରେ। ସାଧାରଣ ସଂସାରର ମତିଗତି ଏଣୁ ଏଣିକି ତାକୁ ଅହେତୁକ ଲାଗେ। ଡକ୍ଟର ଏନି ବେସେଣ୍ଟଙ୍କ ମତରେ ଜଣେ ଶିଷ୍ୟର ହୃଦୟରେ ଏମିତି ଏକ ଭାବନା ଉଦୟ ହେବା ଏକ ସାଧାରଣ କଥା, କିନ୍ତୁ ଏଇ ଚିନ୍ତାଧାରାକୁ ଚିହ୍ନି ନ ପାରି ସେ ଯଦି ତାର ଶରବ୍ୟ ହୋଇଯାଏ ଓ ବିଶ୍ୱ ଜୀବନକୁ ଅସ୍ୱୀକାର କରିବା ଆରମ୍ଭ କରିଦିଏ, ତେବେ ତାହା ଶିଷ୍ୟଟି ପାଇଁ କ୍ଷତିକାରକ ଓ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଏହା ପ୍ରମାଣ କରିଦିଏ ଯେ ଆଧ୍ୟାତ୍ମିକ ମାର୍ଗରେ ଏତେ ପ୍ରଗତି ସତ୍ତ୍ୱେ ତାକୁ କବଳିତ କରିଥିବା ଏମିତି ଅନେକ ଅଞ୍ଚଳ ଏବେ ମଧ୍ୟ ଅନ୍ଧାରୁଆ ଓ ସଂକୀର୍ଣ୍ଣ। ଏବେ ମଧ୍ୟ ଈଶ୍ୱରଙ୍କ ସୃଷ୍ଟିର ବିଶ୍ୱରୂପ ପ୍ରକାଶକୁ ସେ ଅନୁଭବ କରିପାରି ନାହିଁ। ସେଥିପାଇଁ ଏହି ପ୍ରମାଦ ସହିତ ଯୁଝୁଥିବା ଜଣେ ଶିଷ୍ୟ ସାଧକକୁ ଶ୍ରୀ ଗୁରୁଙ୍କର ବାର୍ତ୍ତା ହେଲା, ରେସ୍ପେକ୍ଟ ଲାଇଫ୍ ଏଜ୍ ଦୋଜ୍ ହୁ ଡିଜାୟାର ଇଟ୍। ଯଦି ଶିଷ୍ୟଟିର ଅନ୍ତରରେ ତଥାପି ବି ସେଇ ବିଦ୍ରୋହ, ସେଇ ପ୍ରଶ୍ନ ଉଙ୍କି ମାରେ ଯେ ମୁଁ କାହିଁକି ସେଇ କାମନା ସର୍ବସ୍ୱ ଜୀବନକୁ ସମ୍ମାନ ଦେବି, ମୁଁ କାହିଁକି ବିଷୟ ବାସନାରେ ଘାଣ୍ଟି ହେଉଥିବା ଏହି ସାଧାରଣ ମନୁଷ୍ୟମାନଙ୍କୁ ସମ୍ମାନ ଦେବି, ଜୀବନର ସେଇ ଅନ୍ଧାରୀ ମୂଲକରୁ ମୁଁ ସାଧନା ବଳରେ, ଗୁରୁଙ୍କର ଆଶୀର୍ବାଦ ବଳରେ ଅନେକ ଉପରକୁ ଉଠି ଆସିଲିଣି। ସେଇଠି ମୋ ପାଇଁ କୌଣସି ଆକର୍ଷଣ ନାହିଁ, ସେଇ ଜୀବନକୁ ନେଇ ମୋର କୌଣସି ଆସ୍ଥା ନାହିଁ,
କୌଣସି ଆଶାର ଅପେକ୍ଷା ବି ନାହିଁ। ଶିଷ୍ୟଟିକୁ ଆନ୍ଦୋଳିତ କରୁଥିବା ଏହି ପ୍ରଶ୍ନର କେବଳ ଗୋଟିଏ ଉତ୍ତର ହେବ, ତୁମେ ସେଇ ଜୀବନକୁ ସମ୍ମାନ ଦିଅ, କାରଣ ତାହା ମଧ୍ୟ ଐଶ୍ୱର୍ଯ୍ୟ, ତାହା ମଧ୍ୟ ଦିବ୍ୟ। ତୁମେ ଭୁଲିଯିବା ଉଚିତ ନୁହେଁ ଯେ ସେଇ ତଥାକଥିତ ସାଧାରଣ ଜୀବନ, ଅନୁନ୍ନତ ଜୀବନ ତୁମର ଆଧ୍ୟାତ୍ମିକ ଜୀବନର ଏନ୍ତୁଡ଼ିଶାଳ ଥିଲା। ସେଇ ପ୍ରଥମ ପାହାଚ ସବୁ ପାରି ହୋଇ ଆଜି ତୁମେ ଏଇଠି ପହଞ୍ଚି ପାରିଛ। ସେଇ ଘୋର ଅଚେତନ, ଘୋର ତମସରୁ ଧୀରେ ଧୀରେ ତୁମର ସତ୍ତାର ଏହି ମହାଯାତ୍ରା ଆରମ୍ଭ ହୋଇ ବର୍ତ୍ତମାନ ଅବସ୍ଥାରେ ପହଞ୍ଚିଛି। ଈଶ୍ୱର ସେଇଠି ବି ଥିଲେ, ମଣିଷ ଭିତରେ ଦିବ୍ୟ ଜୀବନର ସ୍ଫୁଲିଙ୍ଗ ସେଇଠି ବି ଥିଲା, କିନ୍ତୁ ତୁମେ ସେତେବେଳେ ତାହା ଅନୁଭବ କରିପାରିନଥିଲ। ଏବେ ତୁମେ ସମ୍ପୂର୍ଣ୍ଣ ରୂପେ ସଚେତନ ହୋଇଛ ଓ ଈଶ୍ୱରଙ୍କ ସେହି ଦିବ୍ୟ ସତ୍ତାକୁ ନିଜ ଭିତରେ ଅନୁଭବ କରିପାରୁଛ। ତେବେ ତୁମର ଏହି ଦିବ୍ୟ ଅନୁଭୂତିକୁ କେବଳ ତୁମର ଏକ୍ସକ୍ଲୁସିଭ, କେବଳ ତୁମର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଚିନ୍ତା କର ନାହିଁ। ଏଇ ଅନୁଭୂତିରେ ତୁମେ ଈଶ୍ୱରଙ୍କ ବିଶ୍ୱରୂପକୁ ଦେଖିବାକୁ ଚେଷ୍ଟା କର। ତୁମେ ଜାଣିପାରିବ ଯେ ଯାହା ଆମେ ନିମ୍ନତର ଜୀବନ, ଉଚ୍ଚତର ଜୀବନ ବୋଲି କହୁଛୁ, ତାହା କେବଳ ଏକ ମାନବ କେନ୍ଦ୍ରିକ ଦୃଷ୍ଟିଭଙ୍ଗୀ। ସମୟ ଓ କ୍ରମ ବିକାଶକୁ ବୁଝିବା ପାଇଁ ଓ ବୁଝେଇବା ପାଇଁ ଆମେ ଏହି ବିଭିନ୍ନ ସ୍ତରର ଅବତାରଣା କରିଥାଉ। ସତେ ଯେମିତି ସମୟ ସହିତ ତାଳ ଦେଇ ଏହି ସୃଷ୍ଟି ଧୀରେ ଧୀରେ ଜୀବନର ନିମ୍ନ ସୋପାନରୁ ଉଚ୍ଚତର ସୋପାନକୁ ଅଗ୍ରଗତି କରୁଛି। କିନ୍ତୁ ପ୍ରକୃତରେ ଈଶ୍ୱରଙ୍କ ସୃଷ୍ଟି ସଂରଚନାରେ ଏମିତି କୌଣସି ଭେଦାଭେଦ ନାହିଁ। ସେଠି କେହି କ୍ଷୁଦ୍ର ନୁହେଁ, କେହି ମହାନ ନୁହେଁ, କିଛି ଘୃଣ୍ୟ ନୁହେଁ, କେହି ବି ପ୍ରିୟ ନୁହେଁ। କ୍ରମ ବିକାଶ ଏମିତି ଏକ ମହାଯାତ୍ରା ଯେଉଁଠି ବିଭିନ୍ନ ପର୍ଯ୍ୟାୟ ହୁଏତ ରହିଛି, ସବୁ ପର୍ଯ୍ୟାୟରେ ସେହି ସମାନ ଲକ୍ଷ୍ୟର ପରିପ୍ରକାଶ। ସବୁ ପର୍ଯ୍ୟାୟରେ ଈଶ୍ୱରଙ୍କ ଦିବ୍ୟ ଉପସ୍ଥିତି ରହିଛି, କେଉଁଠି ଊହ୍ୟ ଭାବରେ ଆଉ କେଉଁଠି ଉଦ୍ଭାସିତ ହୋଇ। ସେଥିପାଇଁ ତୁମେ କୌଣସି ଜୀବନକୁ ହେୟ ଦୃଷ୍ଟିରେ ଦେଖ ନାହିଁ, କୌଣସି ଜୀବନକୁ ଅବହେଳା ଓ ଲାଞ୍ଛିତ କରିବାର ଭୁଲ କର ନାହିଁ। ଏଇଠି ଡକ୍ଟର ଏନି ବେସେଣ୍ଟ ଆମର ଜୀବନ ଦୃଷ୍ଟିରେ କେବଳ ମଣିଷ ନୁହେଁ, ମଣିଷ, ପଶୁ, ପକ୍ଷୀ, ବୃକ୍ଷଲତା ସଭିଙ୍କୁ ସେଇ ସମାନ ଦୃଷ୍ଟିରେ ଦେଖିବା ପାଇଁ ଉପଦେଶ ଦେଉଛନ୍ତି। ଏହି ସଚରାଚର ଜଗତ ଏକ ମହାସଙ୍ଗୀତ, ଏକ ମହାସମନ୍ୱୟ, ଏକ ମହାସଂହତି। ନିଠେଇ ଦେଖିଲେ ଆମେ ଜାଣିପାରିବା ଏଠି ସମସ୍ତେ ନିଜ ନିଜ ଜାଗାରେ ଠିକ ଭାବରେ ଅଛନ୍ତି। ଜଣେ ଶିଷ୍ୟର ଅନ୍ତରରେ ଏହି ଜୀବନ ଦୃଷ୍ଟି ଉନ୍ମିଳନ ହେଲେ ସେ ଆଉ ଛୋଟ ବଡର ବାଛ ବିଚାର କରେ ନାହିଁ। ତା ପାଇଁ ଏବେ ସମସ୍ତେ ସମାନ। ସମସ୍ତଙ୍କୁ ସେ ଉଚିତ ସମ୍ମାନ ଦିଏ, ପ୍ରେମ କରେ, ସମସ୍ତଙ୍କ ପ୍ରତି ଯତ୍ନଶୀଳ ହୁଏ, କାରଣ ସେ ଜାଣିପାରେ ଯେ ଏହି ବିଶ୍ୱ ବ୍ରହ୍ମାଣ୍ଡରେ କ୍ରମ ବିକାଶରେ ସମସ୍ତେ ଗୋଟିଏ ଗୋଟିଏ ଅଂଶ। ବାହ୍ୟ ଦୃଷ୍ଟିରୁ ଜଣେ ବ୍ୟକ୍ତି ହୁଏତ ମୂର୍ଖ ଭଳି ଲାଗିପାରେ, ବାସନା ସର୍ବସ୍ୱ ଲାଗିପାରେ, ଅଳସୁଆ ଓ ଅତିମାତ୍ରାରେ ଅନାକର୍ଷଣୀୟ ଲାଗିପାରେ। ଏହା କିନ୍ତୁ ଏକ ଉପର ଠାଉରିଆ ଜୀବନ ଦୃଷ୍ଟି। ତାର ଅନ୍ତଃସତ୍ତାରେ ଏହି ସବୁ ତଥାକଥିତ ମାନବୀୟ ଦୋଷାଦୋଷ ନାହିଁ। ସେଠି କେବଳ ଈଶ୍ୱରଙ୍କ ସେହି ଦିବ୍ୟ ସତ୍ତାର ରାଜୁତି। ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା ଆରମ୍ଭ କରିଥିବା ଏହି ଶିଷ୍ୟ ଜଣକ ସେଥିପାଇଁ ସବୁ ଦିଗରୁ ବିଚାର କରି ତାର ଜୀବନ ଦୃଷ୍ଟିକୁ ସମ୍ପ୍ରସାରିତ କରୁ। ତାର ଅନ୍ତରାତ୍ମାରେ ସେ ଅନୁଭବ କରୁ ଯେ ଏହି ସଚରାଚର ଜଗତରେ କେବଳ ଏକ ହିଁ ଈଶ୍ୱରଙ୍କ ସତ୍ତା ବହୁଧା ବିଭକ୍ତ ହୋଇ, ବିଭିନ୍ନ ହୋଇ, ବିଚିତ୍ର ହୋଇ ପରିପ୍ରକାଶ ହୋଇଛି। ଆମର ଚର୍ମଚକ୍ଷୁରେ ଆମେ ପୃଥିବୀର ଏହି ଜୀବନର ଯେଉଁ ସବୁ ବିଭିନ୍ନ ରୂପ ରୂପାନ୍ତର ଦେଖୁଛୁ, ଏହା କେବଳ ସେହି ଏକମାତ୍ର ଈଶ୍ୱରଙ୍କ ସତ୍ତାର ପ୍ରତିଫଳନ। କେବଳ ଜଣେ ଅର୍ଦ୍ଧ ବିକଶିତ ବ୍ୟକ୍ତି ସତ୍ତା, ଜଣେ ଅପରିପକ୍ୱ ସାଧକ ହିଁ ଏହି ରୂପର ମାୟାଜାଲରେ ବାନ୍ଧି ହୋଇଯାଏ। ତେବେ ଏହି ଭ୍ରାନ୍ତିରେ ମଗ୍ନ ଥାଇ ମଧ୍ୟ ସେ ହୁଏତ ଅନ୍ୟମାନଙ୍କୁ ଯତ୍ ସାମାନ୍ୟ ସାହାଯ୍ୟ କରିପାରେ, ଅନ୍ୟମାନଙ୍କ ପ୍ରତି ଶ୍ରଦ୍ଧା ଓ କରୁଣାର ଦୃଷ୍ଟି ରଖିପାରେ। ଏଇଠି କିନ୍ତୁ
ତା ମନ ଭିତରେ ଏକ ପ୍ରକାର ଭେଦଭାବ ବସା ବାନ୍ଧି ରହିଥାଏ। କେବଳ ନିଜର ବନ୍ଧୁ ବାନ୍ଧବ ନିଜର ସାଥୀ ସହୋଦରଙ୍କୁ ନେଇ ସେ ନିଜ ପାଇଁ ଏକ ସଂକୀର୍ଣ୍ଣ ସଂସାର ରଚନା କରେ। କେବଳ ସେମାନଙ୍କ ପାଇଁ ସେ ଚିନ୍ତା କରେ, ସେମାନଙ୍କ ଉନ୍ନତି ପାଇଁ ସେ ଚେଷ୍ଟା କରେ। କିନ୍ତୁ ତାର ସେହି ସଂକୀର୍ଣ୍ଣ ପରିବେଷ୍ଟନୀ ବାହାରେ ବ୍ୟାପି ରହିଥିବା ମହାଜୀବନକୁ ସେ ଅଣଦେଖା କରେ, ଅବହେଳା କରେ। ସେଠି ସେ ଈଶ୍ୱରଙ୍କୁ ଖୋଜେ ନାହିଁ, ସେଠି ସେ ଈଶ୍ୱରଙ୍କୁ ପାଏ ନାହିଁ ମଧ୍ୟ। ଏଇଠି ଡକ୍ଟର ଏନି ବେସେଣ୍ଟ ଜଣେ ସାଧାରଣ ମଣିଷ ଓ ବ୍ରହ୍ମ ବିଦ୍ୟାର ଜଣେ ଶିଷ୍ୟର ଜୀବନ ଦୃଷ୍ଟିକୁ ତୁଳନା କରିଛନ୍ତି। ସାଧନା ମାର୍ଗରେ ଅଗ୍ରଗତି କରିସାରିଲା ପରେ ମଧ୍ୟ ଜଣେ ଶିଷ୍ୟ ଯଦି ଜୀବନର ଏହି ମୂଳ ସତ୍ୟକୁ ଚିହ୍ନି ପାରିନାହିଁ, ତେବେ ସେ ପରୋକ୍ଷ ଭାବରେ ଏକମାତ୍ର ଈଶ୍ୱରଙ୍କ ସର୍ବବ୍ୟାପୀ ସତ୍ତାକୁ ଅସ୍ୱୀକାର କରୁଛି। ଏହି ମହାଜୀବନର କ୍ରମ ବିକାଶକୁ ନିଜ ଅଜାଣତରେ ବାଧା ଦେଉଛି। ତାର ଓ ଈଶ୍ୱରଙ୍କ ସମ୍ପର୍କରେ ଏକ ଅଦୃଶ୍ୟ ବିଭାଜନର ପ୍ରାଚୀର ତିଆରି କରୁଛି। ଏ କ୍ଷେତ୍ରରେ ତା ଭିତରେ ଆଉ ଜଣେ ସାଧାରଣ ମଣିଷ ଭିତରେ କୌଣସି ପ୍ରଭେଦ ରହେ ନାହିଁ। ଏହା ତାର ସାଧନା ପାଇଁ କ୍ଷତିକାରକ ସିଦ୍ଧ ହୋଇପାରେ। ବ୍ରହ୍ମ ବିଦ୍ୟାର ଜଣେ ପ୍ରକୃତ ସାଧକର ଜୀବନ ଦୃଷ୍ଟି କିନ୍ତୁ ଭିନ୍ନ ପ୍ରକାର। ସେ ଏହି ଅନନ୍ତ ଜୀବନକୁ ସଦା ସମ୍ଭାବନାମୟ ବୋଲି ମନେ କରେ। ବର୍ତ୍ତମାନ ଅବସ୍ଥାରେ ଜୀବନ ହୁଏତ ପୂର୍ଣ୍ଣ ବିକଶିତ ହୋଇପାରି ନାହିଁ, ତେବେ ତା ଭିତରେ ଅନ୍ତର୍ନିହିତ ଅନନ୍ତ କାଳର ପରିପୂର୍ଣ୍ଣତା ଓ ସୌନ୍ଦର୍ଯ୍ୟକୁ ସେ ଅନୁଭବ କରିପାରେ। ଯେଉଁଠି ଜଣେ ସାଧାରଣ ମଣିଷ କେବଳ ସାମୟିକ ତୃପ୍ତିରେ ବୁଡ଼ି ରହେ, କେବଳ ଜୀବନର ଛୋଟ ଛୋଟ ପ୍ରାପ୍ତିରେ ସନ୍ତୁଷ୍ଟ ହୋଇଯାଏ, ଯେଉଁଠି ଜଣେ ସାଧାରଣ ମଣିଷର ଅନନ୍ତ ପୂର୍ଣ୍ଣତାର ସମ୍ଭାବନା ପ୍ରତି ସମ୍ମାନ ନାହିଁ, ଯେଉଁଠି ଜଣେ ସାଧାରଣ ମଣିଷ ସ୍ୱାର୍ଥପର ସଂକୀର୍ଣ୍ଣ ମନା, ସେଇଠି ଜଣେ ଜୀବନ ମୁକ୍ତ ସାଧକ ଏକ ବିଶ୍ୱ ଦୃଷ୍ଟି ନେଇ ଏହି ସଚରାଚର ଜଗତ ଜୀବଜଙ୍ଗମକୁ ଦେଖେ। କ୍ରମ ବିକାଶର ପ୍ରତିଟି ପର୍ଯ୍ୟାୟକୁ ଅପରିହାର୍ଯ୍ୟ ବୋଲି ସେ ଗ୍ରହଣ କରେ। ବିବର୍ତ୍ତନର ଯେଉଁ ସୋପାନରେ ରହିଥିଲେ ମଧ୍ୟ କାହାରି ପ୍ରତି ତା ଭିତରେ ଦ୍ୱେଷ ଭାବ ନଥାଏ। ସବୁ ଜୀବସତ୍ତା ପ୍ରତି ସେ ସହନଶୀଳ ହୋଇଥାଏ। ତାର ମାଧ୍ୟମରେ ଈଶ୍ୱରଙ୍କ କରୁଣା ପ୍ରବାହ ସବୁ ପ୍ରାଣୀମାନଙ୍କର ମଙ୍ଗଳ କରେ। ସେ ହୁଏତ ତା ଜୀବନରୁ କାମନା ସବୁକୁ ନିପାତ କରି ନେଇଥାଏ। ସେ ହୁଏତ ତାର ବିଭାଜିତ ବ୍ୟକ୍ତି ସତ୍ତାକୁ ନିପାତ କରିଦେଇଥାଏ, କିନ୍ତୁ ଏକ ମହାନ ଆତ୍ମା ପରି, ଶ୍ରୀ ଗୁରୁଙ୍କ ଏକ ସାର୍ଥକ ମାଧ୍ୟମ ପରି ସେ ଜୀବନକୁ ପ୍ରେମ କରେ। ସବୁ ପ୍ରକାଶିତ ଜୀବସତ୍ତା ଭିତରେ ପ୍ରତିଷ୍ଠିତ ସେହି ଅନନ୍ତ ଐଶ୍ୱରୀୟ ସତ୍ତାକୁ ମର୍ମେ ମର୍ମେ ଅନୁଭବ କରେ। ଧନ୍ୟବାଦ, ମୁଁ ଏତିକି କହିବି। ବହୁତ ବଢିଆ କହିଲେ, ବହୁତ ବହୁତ ଧନ୍ୟବାଦ। ନିଲୋପା ବହୁତ ବଢିଆ କହିଲେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଆମ ମାନଙ୍କ ମଧ୍ୟରୁ ଯଦି କିଏ କିଛି ଯୋଗ କରିବାକୁ ଚାହୁଁଛନ୍ତି କିଛି କହିବେ କୁହନ୍ତୁ, କାରଣ ବର୍ତ୍ତମାନ 7 ମିନିଟ ଅଲରେଡି ଆହୁରି ଅଛି। ଅପା ହଁ ଗୋଟେ କୁହ। ପଚାରିବି, ଯେ ଏଇ ଯୋଉ ଗୁଡିକ ଦିଆଯାଇଛି, ହଁ ଏଇଟା ଜଣେ ଶିଷ୍ୟ ପାଇଁ କଣ କେବଳ ପ୍ରଯୁଜ୍ୟ? ଯିଏ ସଂସାର ଭିତରେ ବା ପରିବାର ଭିତରେ ରହିକିରି ଜଣେ ଏସବୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିକିରି ସାଧନା ପଥରେ ସେ ଯାଇପାରିବ କି? ହଁ ନିଶ୍ଚୟ ଯାଇପାରିବ। ଯିଏ ତ କଲା ସେ ଶିଷ୍ୟ ହେଲା। ଆଉ ଯଦି ସଂସାରୀ, ଯେମିତି ଥରେ ମହାତ୍ମା ନେତାରୁ ଆମେ କହୁଥିଲେ, ମହାତ୍ମା ଜଣେ ଯାଇ ସଂସାରୀ, ଜଣେ ଯିଏ ସଂସାର ଡ୍ୟୁଟି ଠିକ ଭାବରେ କରିଦେଇଥିଲେ, ତାଙ୍କ ପାଖେ ତାଙ୍କ ଘରେ ଯାଇକି ରାତିରେ କବାଟ ଖଟ ଖଟ କରିଥିଲେ ଯେ ତମର ସଂସାର ଡ୍ୟୁଟି ସରିଲା କାହିଁକି? ସେ ସେଇ ହିସାବରେ ନିର୍ଲିପ୍ତ ଭାବରେ ନିଷ୍କାମ ଭାବରେ କର୍ମ କରିଥିଲେ। ସେଥିପାଇଁ ତ ମହାତ୍ମା ଯାଇକି ତାଙ୍କ ସାହାଯ୍ୟ ମାଗିଥିଲେ, ଆସ ଆମକୁ ସାହାଯ୍ୟ କର, ତୁମର ସବୁ ଡ୍ୟୁଟି ସରିଗଲାଣି। ଜଣେ ସଂସାରୀ, ଆମେ ଖାଲି ୱାର୍ଡିଂ କହୁଛୁ ସଂସାରୀ, ସଂସାର ଭିତରେ ରହିକି ଯିଏ ସାଧନା କଲେ ସିଏ ବି ତାଙ୍କର ଦୃଷ୍ଟି ଆକର୍ଷଣ କଲେ, ସିଏ ବି ତାଙ୍କର ଶିଷ୍ୟ ହେଲେ। ଥିଓସୋଫି ସୋସାଇଟିରେ ରହିକି ବି ଜଣେ ଯଦି 20 ବର୍ଷ 25 ବର୍ଷର ମେମ୍ବର ହେଇକି ଯଦି ବି ଆମେ ସାଧନା କଲୁନି କି ସେଇ ଲାଇନରେ ଗଲୁନି, କିନ୍ତୁ ଆମେ ବି ଶିଷ୍ୟ ହବାକୁ ଯୋଗ୍ୟ ନୁହେଁ।
ତା ମାନେ ନାହିଁ ଯେ ଯୋଉମାନେ ଥିଓସଫି ସୋସାଇଟି ରହିଛନ୍ତି କେବଳ ସେମାନେ ହିଁ ଶିଷ୍ୟ ହେବେ, ଜଣେ ସଂସାରୀ ହେବେ। ମେନ୍ ଡିପେଣ୍ଡ କରୁଛି ଜଣେ ବ୍ୟକ୍ତି ଉପରେ, ସେ କେତେ ଦୂର ପଢିକି ନିଜେ ପ୍ରାକ୍ଟିକାଲ ଲାଇଫ ଲିଭ୍ କରିପାରୁଛନ୍ତି, ସେଇଟା ହଉଛି ମେନ୍। ତେଣୁ ସଂସାରୀ ବି ହେଇପାରିବେ ଶିଷ୍ୟ, ଆଉ ସଂସାରୀଙ୍କ ପାଇଁ ବି ଏ ଯୋଉ ଲାଗୁ ହେଇପାରିବ। ଏଇ ଯୋଉ ସୂତ୍ର ଗୁଡିକ ସମ୍ପୂର୍ଣ୍ଣ ରୂପେ ପରିବାର ଭିତରେ ପରିବାରର ସମସ୍ତ ଜିନିଷ ମାନେ ଚଳେଇକିରି ଇଏ କରି ସମ୍ପୂର୍ଣ୍ଣ ରୂପେ ଜଣେ ତ୍ୟାଗ କରିପାରିବ, ପସିବଲ? ପସିବଲ ଶୁଣ, ଆମ ଆଖି ଆଗରେ ବର୍ତ୍ତମାନ ଯେହେତୁ ଆମେ ପଙ୍କ କାଦୁଅରେ ଘାଣ୍ଟି ହେଇ ରହିଛେ, ଆମେ ଭାବୁଛେ ଏଥିରୁ ଉଦ୍ଧରି ପାରିବାନି, କିନ୍ତୁ ସଂସାର ଭିତରେ ରହିକି ବି ଲୋକ କରିଛନ୍ତି ପସିବଲ, ନିଶ୍ଚିନ୍ତ ରୂପରେ। ଗୋଟେ ହଁ ସିଷ୍ଟମ କହିବି, କୁହନ୍ତୁ। ଏଇ ବହିର ଆରମ୍ଭରେ ଏଇଟା ଲେଖା ବି ଯାଇଛି ଇଣ୍ଟ୍ରୋଡକ୍ସନରେ, these rules are written for all disciples। ମୋ ପାଖରେ ଇଂଲିଶ ବହିଟା ଅଛି, ତା ଓଡ଼ିଆ ଅନୁବାଦ ବି ଥିବ, attend you to them। ତାପରେ କମେଣ୍ଟ ଦେଇଛନ୍ତି ଯେ a distinction is made here between the world and the disciples। This is not a book intended for the world in general, but ତାପରେ ବହୁତ ଜିନିଷ ଲେଖା ହେଇଛି ଏଇଟାକୁ। ତେଣୁ ଆମକୁ ଯୋଉମାନେ ଡିସାଇପଲ ବା ଆମେ ଏତିକି ଆଡ୍ କରିପାରିବା ଯେ ଡିସାଇପଲ ହେବା ପାଇଁ ଚାହୁଁଛନ୍ତି, ସେଠି ତାଙ୍କ ପାଇଁ ଉଦ୍ଦିଷ୍ଟ। ଆମ ଆଲୋଚନା ପାଇଁ ଏହା କହିଲେ ଚଳିବ, ମାନେ ଏଇଟା ମୋ ବ୍ୟକ୍ତିଗତ, ଏଇଟା ମୁଁ ପଢିନି, ମୁଁ ଭାବୁଛି ବୋଲି କହୁଛି। ଯୋଉମାନେ ଆଗ ଫିଡ୍ ଅଫ ଦ ମାଷ୍ଟର ପଢି କିଛି ସେଇ ବିଷୟରେ ପ୍ରୟାସ କରୁଛନ୍ତି, ହୁଏତ ତାପରେ ଏଇଟା ଚେଷ୍ଟା କରିବା ଉଚିତ। এটা ব্যক্তিগত মত, কিন্তু এটি বহিরে লেখা হয়েছে দিস রুলস আর রিটেন ফর অল ডিসাইপলস, অ্যাটেন্ড ইউ টু দেম। অল ডিসাইপলস মানে কোউ স্টেজরে ଥିବେ, କିଏ ଆଗରେ ଥିବ, କିଏ ପଛରେ ଥିବ, ସମସ୍ତଙ୍କୁ ନିଶ୍ଚୟ। କିନ୍ତୁ ଏକ୍ଜାକ୍ଟ ସେ ଯାହା ପଚାରିଲେ ହାଉସ ହୋଲ୍ଡର ଏଇ କରିପାରିଲେ ଭଲ ନିଶ୍ଚୟ, କିନ୍ତୁ କରିବାଟା କଷ୍ଟକର ହେଇପାରେ। ରୀନା, ତମ କ୍ୱେଶ୍ଚିନ ଆନ୍ସର ମିଳିଲା ନା? ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ, ମତେ ବହୁତ ଯୋଉ କଥା କୁହାଯାଉଛି, କହିଛନ୍ତି ଜଣେ ଆମର ବହୁତ ବଡ଼ ସାଧକ ବ୍ରହ୍ମବିଦ୍ୟା ସମିତିର, ସିଏ କୁହାଯାଏ ସିଏ ବ୍ଲାଭାସ୍କିଙ୍କ ପରି ମଧ୍ୟ ଜଣେ ସାଧକ ଥିଲେ, ଏବଂ ମହାତ୍ମାଙ୍କର ମହାତ୍ମା ଏମ୍ଙ୍କର ଜଣେ ସାଧକ ସ୍ୱାମୀ ସୁବରା, ସିଏ ବେଦାନ୍ତିଷ୍ଟ, ମାନେ ଆମର ବେଦାନ୍ତ ଉପରେ ତାଙ୍କର ବହୁତ ଗଭୀର ଜ୍ଞାନ, ବହୁତ ବିରାଟ ଶକ୍ତିର ଅଧିକାରୀ ଥିଲେ। ଏବଂ ବ୍ଲାଭାସ୍କି ବୁଦ୍ଧିଷ୍ଟ ଥିଲେ, ତେଣୁ ଗୁରୁଦେବଙ୍କ ପାଖରେ ବସିଥାନ୍ତି, ପଛେ ତଳ ତାଙ୍କ ପାଦ ପାଖରେ ବ୍ଲାଭାସ୍କି ବସିଥାନ୍ତି, ବୁଦ୍ଧିଷ୍ଟ ଜଣେ, ଏବଂ ଏପଟେ ବେଦାନ୍ତିଷ୍ଟ ବସିଥାନ୍ତି ସ୍ୱାମୀ ସୁବାରାଓ। ସ୍ୱାମୀ ସୁବାରାଓ ଜଣେ ବିରାଟ ଓକିଲ ଥିଲେ ମାଡ୍ରାସରେ, ଏବଂ ସିଏ ତାଙ୍କର କହିବା ହେଉଛି ଏଇ ଯେଉଁ ପୁସ୍ତକରେ ଯାହା ବର୍ଣ୍ଣନା କରାହେଇଛି, ଇଏ 7 ପ୍ରକାର ମିନିଂ ଏଥିରୁ ବାହାରି ପାରିବ। ମାନେ ଜଣେ ଯଦି ସାଧକ ଏ ଭିତରେ ଯିବାକୁ ଚାହିଁବ, ତାହେଲେ ତା ଜୀବନରେ ସେ 7 ପ୍ରକାର ମିନିଂ ବାହାରିବ, ମାନେ 7ଟା ସ୍ତରରେ ଆସିବ। ଯେମିତି ଆମର 7ଟା ଶରୀର ଅଛି, ସେମିତି ଏଇ ମିନିଂରୁ ବିଭିନ୍ନ ପ୍ରକାର। ରୀନାର କିନ୍ତୁ ପ୍ରଶ୍ନ ହେଉଛି, ଜଣେ ଯଦି ଘର ଭିତରେ ରହିକି ଘର ସଂସାର ଭିତରେ କାମ କରି ଏଥିରେ ଏଇ ଯେଉଁ ବିଷୟ ବର୍ଣ୍ଣନା କରାଯାଇଛି, ସେଥିରେ କେତେ ଦୂର ସେ କରିପାରିବ କି ନାହିଁ। ଦେଖାଯାଉଛି ଆମର ଜଣେ ଆମର କୃଷ୍ଣମୂର୍ତ୍ତିଙ୍କ ସହିତ ଯେତେବେଳେ ଏଇ ଜଣେ ବେଦାନ୍ତିଷ୍ଟ ସାଧକଙ୍କ ସହିତ ଆଲୋଚନା ହେଇଥିଲା, ସେତେବେଳେ ସିଏ କହିଥିଲେ ପୃଥିବୀର ପ୍ରାୟ ହାରାହାରି ରୀନା ପ୍ରାୟ 80% ଲୋକ ରହୁଛନ୍ତି ଯେଉଁମାନେ କି ୱାର୍ଲଡଲି ଇଏ ଭିତରେ ରହୁଛନ୍ତି। ସେମାନଙ୍କ ପାଇଁକି ସ୍ପିରିଚୁଆଲ କଥାଗୁଡ଼ାକ ତାଙ୍କ ପାଖରେ କିଛି ପହଞ୍ଚିବା ଭାରି ଡିଫିକଲ୍ଟ। ଧୀରେ ଧୀରେ ତାଙ୍କ ଜୀବନର ବିକାଶ, କ୍ରମ ବିକାଶ ପରେ ପରେ ତାଙ୍କ ପାଖରେ ସେସବୁ ଜିନିଷର ଶ୍ରୁତି ଗୋଚର ହେବ, ତା ପୂର୍ବରୁ ନୁହଁ। ତାପରେ ଆଉ 10-15% ଯେଉଁମାନେ ଲୋକ ରହିଲେ, ସେମାନଙ୍କ ପାଖରେ ଆମେ ତାଙ୍କୁ ବିଭିନ୍ନ
उपाय पाखे पहुँचा चेष्टा करिया एवं धीरे धीरे से आउ जो मैंने रही 5 भाग 7 भाग से भारी बहुत शीघ्र से अग्रगति हम तेणु ये पुस्तक जहाँ कहुई ऑल डिसाइपल माने नुह जे खाली जो माने शिष्य होती शिष्य हवा चेष्टा कर प्रथम दीक्षा द्वितीय दीक्षा तृतीय दीक्षा इवन कहुए जे पंचम दीक्षा नवाई ज्वालकुल जो थे सी गुरुदेव शिष्य तेणु सी बहुत उच्चकोटर उच्च स्थान में तेणु ये आम प्रथम रू जो मुखबंधरे वर्णना कराई ब्लाभास्की बुझे जो ये पुस्तक होची आमर यंगर ब्रदर्स कहीं जे टक्कर्स जे कथा कही ब्लाभास्की एनिमेशन सी आमर उच्चतर स्तर अच्छा एवं ये पुस्तक तमें हुआ कि संतोष भाई हूँ कि मु हो आम सब हलु तांकोटो बहुत तल स्तर अच्छु तेणु ये पुस्तक मुख्यमंत्री लिखिं दिस बुक हेल्प सम ऑफ आवर यंगर ब्रदर्स टू अंडरस्टैंड मोर ऑफ दिस प्राइसलेस टीचिंग माने ये टीचिंग को आमे समाने तार व्याख्या करिसें जोराक आमे बुझिया पाई एवं आमे कोठी अछु एबे आमे आम घर संसार भितर अछु घर संसार भितर रहीकि तेल लुण भितर आमे केते दूर बुझिवा से नेक्स्ट ईयर लिखिले द मोर वी स्टडीड जिते ताकू आमे पढ़िबू हमर जेंति कहते अल्प एनिमेशन कहते अल्प पढ़िबो अधिका ताकू जीवन रे अभ्यास करिवो तेणु मोर वी स्टडीड एंड लिव्ड लिव्ड इटालिक ईयर कल लिखिसेंती आमे याकू जिते दूर जीवन रे अभ्यास करिवू the more will find in them माने प्राइसलेस विजडम जो प्रज्ञा आमे आम जीवन में ताको अधिका अधिका पाइबू तेणु आम उपर निर्भर करुच्ची जे आमे आकू केते पढ़िबू बा स्टडी करिवू केते आकू ध्यान करिवू एवं केते ताको आमे जीवन रे प्रकाश माने प्रकाशित करिवू माने ताको आमे पार्ट ऑफ आवर नेचर करिवू से अनुसार आमर आर दिव्य ज्ञान आम भीतर प्रकाशित हो एवं से आमे 80 भाग लोक बा 70 भाग लोक भितर अच्छु कि आ भितर अच्छु यहाँ माने पूरा ज्वलंत होगी आम आखिरे जना पड़ी कहीं आमे जदि यही 80 भाग लोक भितर था आम ब्रह्म विद्या समिति सत्संग भितर न था आम तेणु यही जो अच्छा माने तत्व जानापी आमर जो जिज्ञासु अच्छी आम भितर जो माने जानापी जो आम भितर इच्छाटा अच्छी तेणु आम कि आम जीवन में अभ्यास करुचु आम चेतनार विकास होची तेणु आमको भावुची तेणु आम निश्चय आपको अभ्यास करुचु करिपारिबु एवं अग्रगति मध्य करिपारिबु। हाँ सुनंदा भौणी सिस्टर कौन कहे हाँ आमे समस्ते शिष्य जेते सृष्टि रे जन्म होइचंती जगत गुरु होचंती ईश्वर आमे तो समस्ते शिष्य आमे संसार रे जन्म रहीचु ए संसार रे घात प्रतिघात भितरे हमको जेते बेले आमे जेते जेते अधिक अधिक ठोकर खाई खाई चल जाउतु सेते सेते हमर ज्ञान रो उदय होतबो जेते बेले आमे ठोकर न खाइचु चालीचु सेते बेले पर्यंत हमर उदय हो नाही बुद्धि रो उदय हो नाही तेणु जी अधिक संसारी से अधिक संसार रे ठोकर खाउची एवं ठोकर खाइले से शिक्षा करूची एवं सेठी तार इम्प्रूवमेंट होउची तेणु विकास सब बेले हमर चलीची जे आपण 80 भाग लोक जो कहउचंती विकसित हेई नांती माने आज नहले भी काली विकसित हेबे संसारी हबाकू हेले संसार रे जन्म किए से कोन समस्ते कोन आ जंगल रे जाई तपस्वी हे परिबे आमरी बेले तो केते संसारी थिबे ना एई संसारी माने मध्य संसार रे जते बेले बहुत ठोकर खाउचंती सेते बेले ईश्वर अनुरागी होउचंती एवं तांकर कामना वासना रु निजे मुक्त हेई ईश्वरंक पाखरे निजको समर्पण करूचंती एवं तांकर मध्ये इम्प्रूवमेंट होउची धीरे हो जल्दी हो बा कार धीरे धीरे हो ए बेली भाबरे इम्प्रूवमेंट चालीची मुझे कहूची ए टाइटल पास पे हमर इंग्लिश में लिखा है आमे सब गोटे जन्म रे जे हेजवा दिनार प्रश्न अनुसार संसारी जीवन रे हे परिवा एत्री से लिखित जीवन परे प्रा इम्प्रूवमेंट होची स्तर में आमे रहिते विभिन्न स्तर दे की जाउचे दिने आमे से टॉप रे पहुंच परिवा तो इवोल्यूशन प्लान रे
ଆମର ଯେତିକି ଡେଭଲପମେଣ୍ଟ ହବା କଥା ଆମେ ସେଇ ସ୍ତରରେ ଅଛି, ସେଇ ଯାଏଁ ଶିକ୍ଷା କରୁଛେ। ତାପରେ ଏଇ ଶିକ୍ଷା ଚେଷ୍ଟା ବି ଚଲେଇଛେ, ତ ନିଶ୍ଚୟ ଆମେ ପାରିବା। କିନ୍ତୁ ଗୋଟିଏ ଜନ୍ମ ପାଇଁ ଏଇଟା କୁହାଯାଏନି, ଆସ୍ତେ ଆସ୍ତେ ଚାଲିବ। ସେଥିପାଇଁ ବିଭିନ୍ନ ସ୍ତରରେ ଅଛନ୍ତି ଇଭଲ୍ୟୁସନ ବିଭିନ୍ନ ବାଟରେ, ତା ଭିତରେ ଡିଭାଇନ୍ ପ୍ଲାନ୍ ବିଭିନ୍ନ ସ୍ତର ଦେଇକି ଆମକୁ ଯିବାକୁ ପଡିବ। ସବୁ ସୋଲ ତ ଏକାଥରେ କି ଡାଇରେକ୍ଟ ଯାଇପାରିବେ ନା, ସମସ୍ତେ ଯିବେ ଷ୍ଟେପ ବାଇ ଷ୍ଟେପ। ରୀନାଙ୍କ ଯୋଉ ପ୍ରଶ୍ନଟା ଥିଲା ସେଠି ଆପଣ ଯାହା କହିଲେ ଠିକ କହିଛନ୍ତି। କିନ୍ତୁ ଏ ଯୋଉ ଲେଖା ହେଇଛି many persons not yet approaching discipleship may entirely misunderstand the rules, so they should be careful। ଯେ ଆମେ ଠିକ ଠାକ ବୁଝୁଛୁ ତ ଇଏ ଏ ବିଷୟରେ କିଛି ଆଗେଇ ନଥିବେ, ତାଙ୍କୁ ଟିକେ ପାରାଡକ୍ସିକାଲ ଲାଗିବ। ଇନଫ୍ୟାକ୍ଟ ଆମକୁ ପଢିଲା ବେଳକୁ ବି be careful ଯେ ପାରାଡକ୍ସଟାକୁ ଆମେ ଠିକ ଠାକ ବୁଝିଛୁ ତ ନାହିଁ। So one should be careful because this is by a master and Collins କଥା ଏଇଟା ଡିସ୍କସନ ହେଇଯାଇଛି। ସେକେଣ୍ଡଲି ଯିଏ ଯେତିକି ଅଣ୍ଡରଷ୍ଟାଣ୍ଡିଂ ରେ ଆକୁ ପଢିବ ସେ ସେତିକି ବେନିଫିଟ ପାଇବ। To quote that, it will be outlined with all books of this kind, that which a man gets out of them is what he brings to them। ଯେତିକି ଇଣ୍ଟେନ୍ସିଟିରେ, ଯେତିକି ନଲେଜରେ, ଯେତିକି ସିନ୍ସିୟରିଟିରେ ଆମେ ବହିଟି ପଢିବୁ, ତାଠୁ ସେତିକି ଅଧିକା ଆମେ ବେନିଫିଟଟା ପାଇବୁ। But that does not mean ଯେ ଡିସାଇପଲ୍ ନୁହେଁ ସେ ବହିଟାକୁ ପଢିବ ନାହିଁ। No, that is not will be ସେଇଟା appropriate ହବନି। ଏବେ ତା ଆଗରୁ ଟିକେ ପ୍ରିପାରେଟରୀ ଥିଲେ ବେଟର। ବଟ୍ ସବୁବେଳେ ପ୍ରିପାରେସନ ପାଇଁ ଅନେକ ଲୋକଙ୍କୁ ଡିସାଇପଲ୍ ହେବା ପାଇଁ ଅନେକ ଲୋକ କୋଟି କୋଟି ବର୍ଷ ନେଉଛନ୍ତି, ମାନେ ବର୍ଷ ଭିତରେ ହେଇଯାଉଛନ୍ତି। ତେଣୁ ଆଇ ଡୋଣ୍ଟ ଥିଙ୍କ ଏଇଟା କୌଣସି ଲୋକ ପ୍ରତି ବ୍ୟାନ୍ ହବ ତା ନୁହେଁ, ବଟ୍ one should go about reading this book carefully। ନା ଭାଇନା, ରୀନାର ପ୍ରଶ୍ନ ହଉଛି ଏଇଟା ଆମେ ସଂସାରୀ ଲୋକଙ୍କ ପାଇଁ ସମ୍ଭବ କି ନୁହଁ। ତେଣୁ ସିଧା ପ୍ରଶ୍ନ, ତେଣୁ ଆମର ଉତ୍ତର ହବା କଥା ସଂସାରୀ ଯୋଉମାନେ ଆମେ ଯାହାକୁ ଆମେ ସମସ୍ତେ ସଂସାରୀଙ୍କ ପାଇଁ ଏଇଟା ସମ୍ଭବ, କିନ୍ତୁ ସଂସାରୀ ଉପରେ ନିର୍ଭର କରେ ସେ କେତେ ଦୂର ଆକୁ ଅଭ୍ୟାସରେ ପରିଣତ କରିବ। ଧର ମୁଁ ଜଣେ ସଂସାରୀ, ଏ ବହି ମୋତେ ଜମା ଭଲ ଲାଗୁନି, ତେଣୁ ମୁଁ କହିବି ମୋର ଏଗୁଡ଼ା ମୋତେ ପସିବୁଲ ନୁହଁ। ଆଉ ଜଣେ ସଂସାରୀ ଆମେ ଦେଖିଥିଲୁ, ସେ କୃଷ୍ଣମୂର୍ତ୍ତିଙ୍କ ବହି 20 ବର୍ଷ ପରେ କହିଲା ନାଇଁ ମୋତେ ଭଲ ଲାଗୁନି, ମୁଁ ପୁଣି ବ୍ଲାଭାସ୍କିଙ୍କ ବହି ପଢ଼ିବାକୁ, ସେ ପୁଣି ବ୍ଲାଭାସ୍କିଙ୍କ ବହି ଆରମ୍ଭ କରୁଛନ୍ତି ମୂଳରୁ। ତେଣୁ ଆମ ଉପରେ ନିର୍ଭର କରେ ଆମେ କେତେ ଦୂର ଏ ବହିଟାକୁ ଆମେ କେତେ ଦୂର ଗ୍ରହଣ କରିପାରିବୁ, ଆମେ ଜୀବନରେ କେତେ ଦୂର ଲଗେଇକି ଆମେ ଆମର ସାଧନା ପଥରେ ଆଗେଇବୁ, ସେଇଟା ଆମ ଉପରେ ନିର୍ଭର କରେ। ଇଟ୍ ଡିପେଣ୍ଡସ୍ ଅପନ୍ ଅସ୍ ହାଉ ୱି ୱିଲ୍ implement this principle in our life। ମୁଁ କିଛି କହିପାରିବି କି? ଆଜ୍ଞା କୁହନ୍ତୁ। ମୋର ରୀନା ଯୋଉ ପ୍ରଶ୍ନ ପଚାରିଛନ୍ତି, ଆମେ ଯଦି ଆରମ୍ଭରୁ ଦେଖିବା, ରାମକୃଷ୍ଣ ପରମହଂସକୁ ଦେଖିବା ବା ଲାହାରୀ ମହାଶୟଙ୍କୁ ଦେଖିବା, ସେମାନେ ସମସ୍ତେ ସଂସାରୀ ଥିଲେ। କିନ୍ତୁ ତାଙ୍କର ଭିତରେ ସେଇ ଚେତନାର ଜାଗ୍ରତ ହେଇକି ସେମାନେ ଫେର ଅନ୍ୟମାନଙ୍କୁ ତାଙ୍କର ମାର୍ଗରେ ଫେର ନେଇଛନ୍ତି। ବହୁତ ଲୋକ ତାଙ୍କୁ ଫଲୋ କରିଛନ୍ତି। ତାର ପରବର୍ତ୍ତୀ ଅବସ୍ଥାକୁ ଆମେ ଯଦି ଆସିବା, ମହାତ୍ମା ଗାନ୍ଧୀଙ୍କୁ ବି ଆମେ ନେଇପାରିବା, ସୁନ୍ଦରଲାଲ ବହୁଗୁଣାଙ୍କୁ ବି ଆମେ ନେଇପାରିବା। ସେମାନେ ବି ସଂସାରୀ ଥିଲେ, କିନ୍ତୁ ମହାତ୍ମା ଗାନ୍ଧୀ ଅହିଂସା ବିଷୟରେ ଯୋଉ କହିଛନ୍ତି, ଆମର ଯୋଉ ଆମେ ଇଭଲ୍ୟୁସନ ର ସବୁ ସ୍ତରର ସମସ୍ତଙ୍କୁ ସମ୍ମାନ ଦେବାର କଥା କହୁଛେ, ଅହିଂସାର ଯୋଉ ପ୍ରଚାର କଲେ ମହାତ୍ମା ଗାନ୍ଧୀ, ଜୀବ ହତ୍ୟା କର ନାହିଁ ବୋଲି, ସୁନ୍ଦରଲାଲ ବହୁଗୁଣା ଯୋଉ ଗଛ ପତ୍ରକୁ ବଞ୍ଚେଇବା ପାଇଁ, ତାମାନେ ପରିବେଶର ସୁରକ୍ଷା ପାଇଁ ଯୋଉ ଲଢିଲେ, ସେମାନେ ବି ଗୋଟେ ପ୍ରକାର ତାମାନେ ଆମେ କହିବା ସନ୍ନ୍ୟାସୀ ମାନେ ତ ନୁହେଁ ଯେ ଖାଲି ଆମେ ଘରୁ ଯାଇକି କୋଉ ଜଙ୍ଗଲରେ ଯାଇକି ରହିବା। ଘର ଭିତରେ ଥାଇକି, ଆମେ ସେଇ ପରିବାର ଭିତରେ ଥାଇକି ବି ଆମ ଭିତରେ ସମସ୍ତଙ୍କର ଭିତରେ ସେଇ ମାନସିକତାଟା ଅଛି, କିନ୍ତୁ ତାକୁ ଆମେ ଫୁଟେଇ ପାରୁନୁ। ଆମକୁ ସେମିତି ଗୋଟେ ପରିବେଶ ମିଳେ, ଜିଜ୍ଞାସା ତା ଆସିଲେ ଆମ ଭିତରେ ଆମେ ସେଇ ଅବସ୍ଥାକୁ ଯାଇପାରିବା। ଆମେ ଏମିତି ବି ବହୁତ ଲୋକ ଦେଖିଛୁ ଯୋଉମାନେ ପରିବାର ଭିତରେ ଥାଇକି ବି ସେମାନଙ୍କର କାମନା ବାସନା ନାହିଁ, ସେମାନେ ରହୁଛନ୍ତି ସନ୍ନ୍ୟାସୀ ମାନଙ୍କ ପରି। ପରିବାରରେ ରହିକି ବି ସେମାନଙ୍କର ଯୋଉଟା ମାନେ ଏଟିଚ୍ୟୁଡ ଟୁୱାର୍ଡସ୍ ଲାଇଫ, ସେଟା ଗୋଟେ ସନ୍ନ୍ୟାସୀ ପରି।
तो आमे खाली परिवार रे रहिले कि जने सन्यासी हेले जे पढ़िबो सेमती नुहे जने शिष्य पई ता माने एटा बोली कि नुहे आमे जदी एटा को प्रैक्टिस करबा आमे बुझी परिबा जे समस्ते समान समस्तंकर भितरे ईश्वरंकर सत्ता रहिछि आ से अनुसार हमर जीवन टाको आमे भी ठीक करबा आ अन्य माननकु भी आमे सहाय्य करि परबा मोर मु जहा बुझी परिछि सेटा मु कहली समस्त को बहुत बहुत धन्यवाद समस्त पार्टिसिपेट कले बढ़िया से बुझेइले समस्तंकर से गोटे पॉइंट किंतु तरीका अलग अलग बा जे जहार पॉइंट को बुझेइले तेणु बहुत बढ़िया बुझेइले तेणु समस्त को धन्यवाद मु वर्तमान सिस्टर रीना को अनुरोध करूची से कंक्लूडिंग प्रेयर टा करू सिस्टर रीना समस्त को मोर धन्यवाद ये सब विषय बहुत सुंदर भाव में बुझाई देले मु बर्तमान कंक्लूडिंग प्रेयर आरंभ करछि सर्वेषां स्वस्ति भवतु सर्वेषां शान्ति भवतु सर्वेषां पूर्णं भवतु सर्वेषां मङ्गलं भवतु सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ॐ शान्ति शान्ति शान्ति